ମୁଁ ଓମ୍ ପ୍ରକାଶ ପାତ୍ର ଆପଣଙ୍କୁ ସ୍ୱାଗତ କରୁଛି ମୋ ୟୁଟ୍ୟୁବ ଚ୍ୟାନେଲ ଏମ୍ଆର୍ ଷ୍ଟଡି ଏକାଡେମୀକୁ। ଆଶା କରୁଛି ସମସ୍ତେ ଭଲରେ ଥିବେ ଏବଂ ଆଗାମୀ ପରୀକ୍ଷା ପାଇଁ ଆପଣଙ୍କ ପ୍ରିପାରେସନ୍ ଭଲ ଭାବରେ ଚାଲିଥିବ। ଆଗାମୀ ସିଟି ବା ଡିଏଲ୍ଇଡି ଏଣ୍ଟ୍ରାନ୍ସ 2026 ପାଇଁ ଆପଣ ଯଦି ପ୍ରିପେୟାର କରୁଛନ୍ତି, এই ভিডিওটি আপনার ପାଇଁ গুরুত্বপূর্ণ কারণ এই ভিডিওরে মু আপনার যে টপিক গুড়াক রয়েছে আমার স্টোন এজ হো বেদিক এজ হো প্লস মিডিয়েভাল এজ হো সেথিরে যে গুড়াক মেন পয়েন্ট বা পরীক্ষা উপযোগী প্রশ্ন গুড়িক সেইগুড়িক মু 30টি এমসিকিউ রে টোটাল আপনার টপিকটা কভর করে দেবি। তেণু ভিডিওটি আপনার ফুল দেখুন, ফুল দেখিলা পরে জানিপারে আপনার ভিডিও দ্বারা কোণ আপনার সাহায্য হচ্ছে। তেণু যদি ভিডিওটি আপনার ভাল লাগবে ভিডিওটি লাইক করদেবে। আউ চ্যানেলে প্রথম থর পাই যদি আসছেন তাহলে চ্যানেলটি সবসক্রাইব করে বেল নোটিফিকেশন অল রে সেট করদেবে, যাফଳରେ কি মু যেতବେଳେ ভিডিও অপলোড করছি আপনার পাখু নোটিফিকেশন ଯିବ, ଆପଣ ଦେଖିପାରିବେ। ତେଣୁ ଯିବା କଣ ସବୁ କ୍ୱେଶ୍ଚନ ଗୁଡାକ ଅଛି ଦେଖିବା। ଟୋଟାଲ ଗୋଟେ କ୍ୱେଶ୍ଚନ ରେ ଆମେ ଅପସନ ୱାଇଜ ବୁଝିବା ଯେ କଣ କଣ ଅଛି, କଣ ସବୁ ଟପିକ ଗୁଡାକ କଭର କରିବା। ତେଣୁ ଫାର୍ଷ୍ଟ କ୍ୱେଶ୍ଚନ ଟି କଣ ଅଛି, হুইচ পিরিয়ড ইজ নୋନ୍ এজ দা ଓଲ୍ଡ ଷ୍ଟୋନ୍ ଏଜ୍ ହେଲା। କୋଉ ସମୟକୁ ଆମେ ପୁରାତନ ପ୍ରସ୍ତର ଯୁଗ ବୋଲି କହିଥାଉ। ଯେମିତି କି ଅପସନ କଣ ଅଛି ନା ପେଲିଓଲିଥିକ ଏଜ୍, ନା ହଉଛି ମେଜୋଲିଥିକ ଏଜ୍, ନା ନିଓଲିଥିକ ଏଜ୍, ନା ହଉଛି ଚାଲକୋଲିଥିକ ଏଜ୍ ହେଲା। ତେଣୁ ପ୍ରଥମ କଥା ହଉଛି ଷ୍ଟୋନ୍ ଏଜ୍ ଆମର ଆରମ୍ଭ ହେଲା କେବେ ନା ଆମର ମନେ ରଖିଥିବେ 40 ଲକ୍ଷ ହେଲା, 40 ଲକ୍ଷ ବର୍ଷ ପୂର୍ବରୁ ଆମର କଣ ହେଇଥିଲା ନା ପୃଥିବୀରେ ମଣିଷ ଜୀବନ ଷ୍ଟାର୍ଟ ହେଇଥିଲା ହେଲା। ତାପରେ ମାଙ୍କଡ ଥିଲା, ତାପରେ ଏମିତି ସବୁ ଷ୍ଟାର୍ଟ ହେଲା। ତାପରେ ମନେ ରଖିଥିବେ କଣ ହଉଛି ନା ଦକ୍ଷିଣ ଓ ପୂର୍ବ ଆଫ୍ରିକା, ଏଇଟା ବହୁତ ବହୁତ ଇମ୍ପୋର୍ଟାଣ୍ଟ। ଆପଣ ମନେ ରଖିବେ କଣ ଯେ ଆମର ଦକ୍ଷିଣ ଆଉ ଯୋଉ ପୂର୍ବ ଥିଲା ସେଇଠୁ ଆଫ୍ରିକା ଯୋଉ ହେଲା, ମାନେ ଆମର କଣ ସାଉଥ ଆଉ ଇଷ୍ଟ ହେଲା, ସାଉଥ ଇଷ୍ଟ ରୁ ଆଫ୍ରିକା ଯୋଉ ସେଇଠୁ ଆମର କଣ ହେଇଥିଲା ନା ମଣିଷ ଜନ୍ମ ଉତ୍ପତ୍ତି ଷ୍ଟାର୍ଟ ହେଇଥିଲା। ତେଣୁ କ୍ୱେଶ୍ଚନ ପଚାରି ପାରେ ଯେ ଆମର ପୃଥିବୀର କୋଉଠୁ ଆମର ମଣିଷ ଜନ୍ମ ଷ୍ଟାର୍ଟ ହେଇଥିଲା। ତେଣୁ ବେଳେ ବେଳେ ପଚାରି ଦିଏ ଯେ ଆମର କଣ ହବ ଯେ ମଣିଷ ଯୋଉ ପ୍ରଥମେ ସୃଷ୍ଟି ହେଇଥିଲା ତାର ନାଁ କଣ ଥିଲା, ମନେ ରଖିଥିବେ କଣ ସେମାନଙ୍କୁ କଣ କହୁଥିଲେ ନା ଅଷ୍ଟ୍ରିଲୋପାଥେସିସ୍ ହେଲା। ଅଷ୍ଟ୍ରିଲୋପାଥେସିସ୍ ବୋଲି ଆମର ଯୋଉ ପ୍ରଥମ ମଣିଷ ଥିଲା ତାକୁ କଣ କହୁଥିଲେ ନା ଅଷ୍ଟ୍ରିଲୋପାଥେସିସ୍ ବୋଲି କୁହାଯାଉଥିଲା। ତାପରେ ଆସ୍ତେ ଆସ୍ତେ 20 ଲକ୍ଷ ବର୍ଷ ପରେ କଣ ହବ ନା ଆଜିଠୁ 20 ଲକ୍ଷ ବର୍ଷ ପୂର୍ବେ କଣ ହେଇଥିଲା ନା ହୋମୋ ହାବିଲସ ନାମକ ମଣିଷ ସୃଷ୍ଟି ହେଲା। ଆସ୍ତେ ଆସ୍ତେ ଏମିତି ହେଲା, ତାପରେ ହୋମୋ ସାପିଏନ୍ସ ଏମିତି ଆରମ୍ଭ ହେଲା। ତେଣୁ ଏଠି ଯେ ଷ୍ଟୋନ୍ ଏଜ୍ ବା ଆମର ଓଲ୍ଡ ଷ୍ଟୋନ୍ ଏଜ୍ ର ଯୋଉଟା କି ଓଲ୍ଡ ଥାଏ ତାପରେ ନ୍ୟୁ ଥାଏ, ଏମିତି ଷ୍ଟୋନ୍ ଏଜ୍ କୁ ତିନି ଭାଗରେ ବିଭକ୍ତ କରାଯାଇଛି ଯେମିତି କି ଓଲ୍ଡ ଆଉ ନ୍ୟୁ ଆଉ ମିଡିଲ ହେଲା। ତେଣୁ ଆମର କଣ କହିଲେ ଓଲ୍ଡ ଷ୍ଟୋନ୍ ଏଜ୍ ଆମେ କାହାକୁ କହିବା। ତେଣୁ ଏହାର ସଠିକ ଉତ୍ତରଟି କଣ ହବ ନା ହଉଛି ପେଲିଓଲିଥିକ ହେଲା। ତେଣୁ ଆମେ ପେଲିଓଲିଥିକ ଏଜ୍ ଯୋଉଟା ତାକୁ ଆମେ କଣ କହିବା ନା ହଉଛି ଓଲ୍ଡ ଷ୍ଟୋନ୍ ଏଜ୍। ପେଲିଓଲିଥିକ ଯେହେତୁ ଓଲ୍ଡ ଷ୍ଟୋନ୍ ଏଜ୍ କହୁଛୁ ତେଣୁ ଆମେ ମେଜୋଲିଥିକ କାହା କହିବା ହଉଛି ମେଜୋଲିଥିକ ଆମେ ମିଡିଲ ହେଲା। ଯେମିତି ଆମେ ଓଲ୍ଡ ଷ୍ଟୋନ୍ ଏଜ୍ ଟାକୁ ଆପଣ କହିଲି ତିନି ଭାଗରେ ବିଭକ୍ତ କରାଯାଇଛି, ଗୋଟେ ହଉଛି ମିଡିଲ ଷ୍ଟୋନ୍ ଏଜ୍, ଆଉ ଗୋଟେ ହଉଛି ନ୍ୟୁ, ଆଉ ଗୋଟେ ହଉଛି କଣ କପର ହେଲା, କପର ଷ୍ଟୋନ୍ ଏଜ୍ ବୋଲି କୁହାଯାଏ। ନ୍ୟୁ ଷ୍ଟୋନ୍ ଏଜ୍ ବୋଲି କାହା କୁହାଯାଏ ଅପସନ ନମ୍ବର ସି যেটা କି ନିଓଲିଥିକ। ମନେ ରଖିବେ ନିଓଲିଥିକ କଣ କୁହାଯାଏ ନା ନ୍ୟୁ ହେଲା, ନ୍ୟୁ ଅଛି ତେଣୁ ନ୍ୟୁ ଏଠି ରିଲେଟ କରି ମନେ ରଖିପାରିବେ। ତାପରେ ଆସିବ କଣ ନା ଏଇ ଯୋଉ ମେଜୋଲିଥିକ, ମେଜୋଲିଥିକ କଣ କୁହାଯିବ ନା ଏମ ଅଛି ମାନେ କଣ ମିଡିଲ ହେଲା, ଏମିତି ରିଲେଟ କରି ମନେ ରଖିବେ। ମେଜୋଲିଥିକ ମାନେ ମିଡିଲ, ତାପରେ ପେଲିଓଲିଥିକ ମାନେ ହଉଛି କଣ ନା ହଉଛି ପ୍ରି ମାନେ ପ୍ରଥମ ହେଲା। ତେଣୁ ଏମିତି ମନେ ରଖିଲେ ଏମିତି ପେଲିଓଲିଥିକ ହଉଛି ପ୍ରି ବା ପ୍ରଥମ, ମେଜୋଲିଥିକ ହଉଛି ଏମ ଅଛି ମାନେ ମିଡିଲ, ମିଡିଲ ଷ୍ଟୋନ୍ ଏଜ୍, ଆଉ ନିଓଲିଥିକ ମାନେ ହଉଛି କଣ ନା ନ୍ୟୁ ବା ପ୍ରଥମ ହେଲା। ଓଲ୍ଡ ଆଉ ମିଡିଲ ଆଉ ନ୍ୟୁ। ତାପରେ ଚାଲକୋଲିଥିକ ଏଜ୍ କାହାକୁ କୁହାଯାଏ ନା ଚାଲକୋଲିଥିକ ର ଅର୍ଥ ହଉଛି ଚାଲ ର ଅର୍ଥ ହଉଛି କଣ କପର। ତେଣୁ ଆମେ ଚାଲକୋଲିଥିକ କଣ କହିବା ନା କପର ଷ୍ଟୋନ୍ ଏଜ୍ ବୋଲି କହିପାରିବା। ତେଣୁ ମନେ ରହିଲା ଓଲ୍ଡ ଷ୍ଟୋନ୍ ଏଜ୍ କାହା କହିବା ନା ପେଲିଓଲିଥିକ ଏଜ୍ କୁ କହିବା। ପରବର୍ତ୍ତୀ ପ୍ରଶ୍ନ ରହିଲା ଡିସ୍କଭର ଅଫ ଫାୟାର ଅକର୍ଡ ଇନ ହୁଇଚ ଏଜ୍ ହେଲା। ଯୋଉ ଆମର ନିଆଁର ବ୍ୟବହାର ପ୍ରଥମେ ଶିଖିଥିଲେ ଯୋଉ କୋଉ ଏଜ୍ ରେ ସେମାନେ ଶିଖିଥିଲେ। ଅପସନ କଣ ଦେଇଛି ବା ନିଆଁର ଆବିଷ୍କାର କୋଉ ଯୁଗରେ ଆରମ୍ଭ ହେଇଥିଲା, ସେମିତି ପେଲିଓଲିଥିକ ଏଜ୍, ମେଜୋଲିଥିକ ଏଜ୍, ନିଓଲିଥିକ ଏଜ୍, ନା ଆଇରନ୍ ଏଜ୍ ହେଲା। ତେଣୁ କଥା ହଉଛି ଏବେ ତ ଯୁଗ ଜାଣିଦେବା କିନ୍ତୁ କୋଉ ମାନେ ଯଦି ପଚାରେ ଯେ କୋଉ ମନୁଷ୍ୟର ଯେମିତି କି ଆପଣଙ୍କୁ କହିଲି କଣ ଫାଷ୍ଟ ଯୋଉ ମଣିଷ ଥିଲା ଅଷ୍ଟ୍ରୋପାଥିସ କୁହାଯାଉଥିଲା, ତାପରେ କିଛି ସମୟ ପରେ ହୋମୋ ହାବିଲସ ଆରମ୍ଭ ହେଲା। ତେଣୁ ମନେ ରଖିଥିବେ ଯୋଉମାନେ ନିଆଁର ପ୍ରଥମ ବ୍ୟବହାର କରିଥିଲେ ତାକୁ କଣ କହିଲା ନା ହୋମୋ ଇରେକ୍ସନ ହେଲା। ହୋମୋ ଇରେକ୍ସ ହେଲା, ମନେ ରଖିଥିବେ କଣ ହୋମୋ ଇରେକ୍ସ ବୋଲି କୁହାଯାଉଥିଲା ଯୋଉମାନେ ପ୍ରଥମେ ନିଆଁର ବ୍ୟବହାର ଶିଖିଥିଲେ ବା ଆରମ୍ଭ କରିଥିଲେ, ଆବିଷ୍କାର କରିଥିଲେ। ତେଣୁ ସେଟା କୋଉ ଏଜ୍ ରେ ହେଇଥିଲା ନା ହଉଛି ଅପସନ ନମ୍ବର ଏ ଯେଟା କଣ ଅଛି ପେଲିଓଲିଥିକ ହେଲା। ପେଲିଓଲିଥିକ ଏଜ୍ ରେ କଣ ହେଇଥିଲା ନା ସେମାନେ ପ୍ରଥମେ ଶିଖିଥିଲେ ନିଆଁର ବ୍ୟବହାର ହେଲା। ଆଉ ବି ଆଉ ସି ହଉଛି କଣ ଯେଟା କି ଆମର ମେଜୋଲିଥିକ ଆଉ ନିଓଲିଥିକ ତାପରେ ଆରମ୍ଭ ହେଲା। ଆଉ ଡି ବେଳକୁ କଣ ହେଲା ନା ମେଟାଲ, ଯେଟା କି ଆମର କଣ ଆଇରନ୍ ଏଜ୍। ଯେତେବେଳେ କି ଆମର ଫାଷ୍ଟ ଯଦି କ୍ୱେଶ୍ଚନ ପଚାରେ ଯେ ଷ୍ଟୋନ୍ ଏଜ୍ ସମୟରେ ପ୍ରଥମେ କୋଉ ମେଟାଲ ର ବ୍ୟବହାର ମଣିଷ ମାନେ ଶିଖିଥିଲେ, ମନେ ରଖିବେ କଣ ନା କପର ହେଲା। କପର ତାପରେ ବ୍ରୋଞ୍ଜ ହେଲା, ତାପରେ ଆସିଲା ଆମର ଆଇରନ୍ ହେଲା। ଯଦି ପଚାରେ ଯେ ପ୍ରଥମେ କୋଉ ମେଟାଲ ର ବ୍ୟବହାର ସେମାନେ ଶିଖିଥିଲେ, ଆମର ଲେଖିବେ କଣ କପର ବା ଆମର ତମ୍ବା ହେଲା। ମନେ ରହିଲା। ପରବର୍ତ୍ତୀ କ୍ୱେଶ୍ଚନ, which age is characterized by the use of the microliths ହେଲା।
କେଉଁ ଯୁଗରେ ମାଇକ୍ରୋଲିଥର ବ୍ୟବହାର ପାଇଁ ଜଣାଶୁଣା? ମାଇକ୍ରୋଲିଥକୁ ବ୍ୟବହାର ସେମାନେ ଶିଖିଥିଲେ। ଅପସନ କଣ ସେଗୁଡାକ ଅଛି? ପେଲିଓଲିଥିକ ଏଜ, ତାପରେ ମେଜୋଲିଥିକ ଏଜ, ନିଓଲିଥିକ ଏଜ, ଆଉ ହଉଛି ଚାଲକୋଲିଥିକ ଏଜ। ହେଲା, ମାଇକ୍ରୋଲିଥର ବ୍ୟବହାର କେବେ ଶିଖିଥିଲେ? ନା ହଉଛି ଅପସନ ନମ୍ବର ବି, যেটা କି ଏମ, যেটা କି ଆମର କଣ କୁହାଯାଏ ମିଡିଲ ଷ୍ଟୋନ, ସେଇଥିରେ ହିଁ ସେମାନେ କଣ ମାଇକ୍ରୋଲିଥ ମାନେ କଣ ମନେ ରଖିଥିବେ। ମାଇକ୍ରୋଲିଥ ହଉଛି ମାନେ କଣ, ମାନେ ସେମାନେ ଛୋଟ ଛୋଟ ସାମଗ୍ରୀ, ଯେମିତି କି ତାଙ୍କର ଲମ୍ବ କେତେ ଥିଲା ନା ସେଇ ସମୟରେ ସେମାନେ କଣ କରୁଥିଲେ ନା ଛୋଟ ଛୋଟ ଷ୍ଟୋନ ଟୁଲ ଗୁଡାକ ୟୁଜ କରୁଥିଲେ। ଯେମିତି କି ତାର ଲମ୍ବ କେତେ ଥିଲା ଯଦି ପଚାରେ 1 ରୁ 5 ସେଣ୍ଟିମିଟର। ହେଲା, ଯେହେତୁ 1 ରୁ 5 ସେଣ୍ଟିମିଟର ସେମାନଙ୍କୁ ସେଥିପାଇଁ ମାଇକ୍ରୋ ଲିଥ ବୋଲି କୁହାଯାଉଥିଲା। ମାଇକ୍ରୋ ମାନେ କଣ ଛୋଟ, ତେଣୁ ସେଥିପାଇଁ ମନେ ରଖିଥିବେ ମାଇକ୍ରୋଲିଥ କୋଉ ସମୟରେ ନା ମେଜୋଲିଥିକ। ହେଲା, ମାନେ ଏମ ଏମ ସେମିତି ମାଇକ୍ରୋଲିଥ ହଉଛି ଛୋଟ ସାମଗ୍ରୀ ଗୁଡାକ, ସେଟାକୁ ମେଜୋଲିଥିକ ରେ ଅପସନ ନମ୍ବର ବି ରେ ସେମାନେ ବ୍ୟବହାର କରୁଥିଲେ। ଯେମିତି କି ଲେଖା ଯାଇଚି କଣ ମାଇକ୍ରୋଲିଥିକ ର ଅର୍ଥ ହଉଛି କଣ ନା ହଉଛି ଟିନି ଟୁଲସ, ମାନେ ଟୁଲସ ଗୁଡାକ ସେମାନେ ଛୋଟ ଛୋଟ ବ୍ୟବହାର କରୁଥିଲେ। ହେଲା, ଆଉ ଯେମିତି କି ପେଲିଓଲିଥିକ ଏଜରେ ସେମାନେ ଯେହେତୁ ସାର୍ପ କରିବା ପାଇଁ କୌଣସି ଟୁଲ ସେମିତି ନଥିଲା, ତେଣୁ ସେଥିପାଇଁ ବଡ ବଡ ଯେମିତି କି ପଥର ଗୁଡାକ ୟୁଜ କରୁଥିଲେ। ଆଉ ସି ଯେମିତି କି ଆମର ନିଓଲିଥିକ ଏଜ ବେଳକୁ ଟିକେ ଆଡଭାନ୍ସ ହେଇଗଲେ, ସେତେବେଳେ କଣ କଲେ ସେମାନେ ପଲିଷ୍ଟ ହେଲା ୟୁଜ କଲେ। ପଲିଷ୍ଟ ମାନେ ସେଟା ଘଷି ଘୁଷାକି ମାନେ ଧାରୁଆ କରିକି ୟୁଜ କରୁଥିଲେ। ଆଉ ଚାଲକୋଲିଥିକ ବେଳକୁ ତ କଣ କହିଥିଲି, କପର, ଯେହେତୁ କପର ଆସିଯାଇଥିଲା କପରରେ ସେମାନେ ବ୍ୟବହାର କରୁଥିଲେ। ତେଣୁ ଏମିତି ରିଲେଟ କରିକି ଅପସନ ୱାଇଜ ମନେ ରଖିଥିବେ। ମନେ ରହିଲା କଣ ହବ ନା ଆମର ଏ ବେଳକୁ କଣ ହେଲା, ପେଲିଓଲିଥିକ ଯେହେତୁ ପ୍ରଥମ ସେମାନେ ଓଲ୍ଡ ବୋଲି କୁହାଯାଉଥିଲା, ତେଣୁ ସେତେବେଳେ ସେମାନେ କରୁଥିଲେ ବଡ ବଡ ହାତ ହତିଆର ବ୍ୟବହାର କରୁଥିଲେ। ଯେହେତୁ କାଟି ପାରୁନଥିଲେ ବା ପଲିସ କରିପାରୁନଥିଲେ, ସେଥିପାଇଁ ପେଲିଓଲିଥିକ ରେ ବଡ ବଡ ଟୁଲ ଗୁଡା ୟୁଜ କରୁଥିଲେ। ମେଜୋଲିଥିକ ବେଳକୁ କଣ କୁହାଗଲା ନା ମାଇକ୍ରୋଲିଥ ବା ଛୋଟ ଛୋଟ, ତାର ମାନେ ସାଇଜ କେତେ ଥିଲା ନା 1 ରୁ 5 ସେଣ୍ଟିମିଟର। ହେଲା, ସେଥିପାଇଁ ଏହାକୁ ମାଇକ୍ରୋ କୁହାଯାଉଥିଲା, ଯୋଉଟା କି ସେମାନେ ମେଜୋଲିଥିକ ରେ ବ୍ୟବହାର କରୁଥିଲେ। ତାପରେ ଆସିବ ନିଓଲିଥିକ। ନିଓଲିଥିକ ବେଳକୁ ସେମାନେ କଣ କଲେ, ପଲିଷ୍ଟ ମାନେ ଘଷିକି ଧାରୁଆ ଯୋଉ ପଥର ଯେତେବେଳେ କଣ ହେଲା 1.5 ସେଣ୍ଟିମିଟର ଛୋଟ ହେଇଗଲା, ତାପରେ ଘଷିକି ସେମାନେ ଧାରୁଆ କରିଦେଲେ। ତାପରେ ସେମାନେ ଏମିତିଆ ବ୍ୟବହାର କଲେ। ତାପରେ ଯେତେବେଳେ କି ଆମ ଚାଲକୋଲିଥିକ ଆସିଗଲା, ଚାଲକୋଲିଥିକ ହଉଛି କଣ କପର ୟୁଜ ଶିଖିଗଲା, ତେଣୁ ସେତେବେଳେ ସେମାନେ କଣ କଲେ ମେଟାଲ ୟୁଜ କଲେ। ପୁରା କ୍ଲିୟର ହେଇଗଲା। ତାପରେ କ୍ୱେଶ୍ଚନ ଟି ଅଛି, ଏଗ୍ରିକଲଚର ଫାଷ୍ଟ ଷ୍ଟାର୍ଟେଡ ଇନ ହୁଇଚ ଏଜ? ହେଲା, ବଢିଆ କ୍ୱେଶ୍ଚନ ଟା, ଯେ ଆମର କୃଷି କାର୍ଯ୍ୟ ପ୍ରଥମେ କୋଉ ଯୁଗରେ ଆରମ୍ଭ ହେଇଥିଲା। ହେଲା, ଇମ୍ପୋର୍ଟାଣ୍ଟ କ୍ୱେଶ୍ଚନ ଟା ଅଛି, ଗୋଟେ ଗୋଟେ କ୍ୱେଶ୍ଚନ ରେ ଆପଣ ପୁରା ଆପଣ ଯୋଉ କନସେପ୍ଟ ଟାକୁ ଅଛି ଯେ କେତେବେଳେ କଣ ହେଇଥିଲା ଆପଣ ମନେ ରଖି ପାରିବେ। ହେଲା, ତେଣୁ ଅପସନ କଣ ଦେଇଛି, ସେଇ ପେଲିଓଲିଥିକ ଏଜ, ମେଜୋଲିଥିକ ଏଜ, ନିଓଲିଥିକ ଏଜ, ଆଉ ଗୋଟେ ହଉଛି କଣ ଚାଲକୋଲିଥିକ ଏଜ। ତେଣୁ ଏହାର ସଠିକ ଉତ୍ତର ହବ କଣ ନା ଅପସନ ନମ୍ବର ସି, ଯେଟା କଣ ଅଛି ନିଓଲିଥିକ ଏଜ। ହେଲା, ଆମର କଣ ନା ଲାଷ୍ଟ ଆଡକୁ ସେମାନେ କଣ କଲେ ନା ଆମର କୃଷି କାର୍ଯ୍ୟ ଆରମ୍ଭ କଲେ। ପ୍ରଥମେ ସେମାନେ କୃଷି କାର୍ଯ୍ୟ ଆରମ୍ଭ କରିନଥିଲେ। ଯେମିତି କି ଆମର ନିଓଲିଥିକ ଏଜ ଆରମ୍ଭ ହେଲା, ଆଉ ଫାଷ୍ଟ ହଉଛି ଏ ଆଉ ବି, ଯେମିତି କି ପେଲିଓଲିଥିକ ଏଜ ଆଉ ହଉଛି ମେଜୋଲିଥିକ ଏଜ। ହେଲା, ଯେମିତି ଓଲ୍ଡ ଆଉ ହଉଛି ମିଡିଲ, ସେତେବେଳେ କଣ କଲେ ସେମାନେ ହଣ୍ଟିଂ ଉପରେ, ମାନେ କେବଳ ଶିକାର କରିବା, ହେଲା ସେ ଗଛରୁ ଗଛ ଯାଇକି ଫଳ ତୋଳି ଖାଇଦବା, ସେଗୁଡାକ ଶିଖିଥିଲେ। କିନ୍ତୁ ଏ ଯୋଉ ଚାଷ କରିବା ବା ଏଗ୍ରିକଲଚର ଟା ଶିଖିନଥିଲେ ଆମର ପେଲିଓଲିଥିକ ଏଜ ବା ମେଜୋଲିଥିକ ବା ଆମର ଓଲ୍ଡ ଷ୍ଟୋନ ଏଜ ଆଉ ମିଡିଲ ଷ୍ଟୋନ ଏଜ ରେ। ଆଉ ତାପରେ କଣ ହେଲା ଦି ବେଳକୁ ତ ସେମାନେ କଣ ତମ୍ବା ଫମ୍ବା, ସେତେବେଳକୁ ତ ଆମର କଣ ହେଲା ସେମାନେ ଏଗ୍ରିକଲଚର ବି ଶିଖି ଯାଇଥିଲେ, ପଶୁପାଳନ ବି ଶିଖି ଯାଇଥିଲେ। ତେଣୁ ସେଟା ଆଉ ସେତେ ଇଏ ନଥିଲା। ପରବର୍ତ୍ତୀ ପ୍ରଶ୍ନ ଅଛି, ଦ ଫାଷ୍ଟ ମେଟାଲ ୟୁଜ୍ଡ ବାଇ ଦ ମେନ ୱାଜ? ହେଲା, ଯେଟା କହିଲି ଆପଣ ଟିକେ ଆଗରୁ, ଯେ ମଣିଷ ବ୍ୟବହାର କରୁଥିବା ପ୍ରଥମ ଧାତୁର ନାଁ କଣ? ଆଇରନ୍, କପର, ଗୋଲ୍ଡେନ, ସିଲଭର। ହେଲା, ତେଣୁ ସଠିକ ଉତ୍ତର କଣ ହବ ନା ଅପସନ ନମ୍ବର ବି, ଯେଟା କି କପର କୁହାଯାଉଛି। ଆଉ ତେଣୁ ମନେ ରଖିଥିବେ କଣ, ପ୍ରଥମେ ମଣିଷ କୋଉ ଧାତୁର ବ୍ୟବହାର କରିଥିଲା ନା କପର। ହେଲା, ଷ୍ଟୋନ ଏଜ ରେ ପ୍ରଥମେ କପର କୁ ବ୍ୟବହାର କରିଥିଲା। ତାପରେ ଆମର ଆସିଲା କଣ ବ୍ରୋଞ୍ଜ, ତାପରେ ଆସ୍ତେ ଆସ୍ତେ ଏଗୁଡାକ ଆସିବ, ଯେମିତି ତାପରେ ଆଇରନ୍ ଆସିବ। ତେଣୁ ଏମିତି ଆସିବ। ହେଲା, ଆଉ ଗୋଟେ ମନେ ରଖିଥିବେ କଣ ଅଛି ନା ଆମର ପ୍ରଥମେ ଯୋଉ ଆମର ମଣିଷ ମାନେ ସୃଷ୍ଟି ହେଇଥିଲେ ଇଣ୍ଡିଆରେ, କେବଳ ଏଲଭିଓଲି ପ୍ଲେନ ଯୋଉଟା କି ଥିଲା ଇଣ୍ଡୋସ ଆଉ ଗଙ୍ଗା ପ୍ଲେନ ର, ଯେଠି ଏଲଭିଓଲି ମାନେ କଣ ହଉଛି ପଟୁମାଟି। ହେଲା, ସେଇ ଇଣ୍ଡୋସ ଆଉ ଗଙ୍ଗା ପ୍ଲେନ ଗୁଡାକରେ ବା ସମତଳ ଅଞ୍ଚଳରେ କେବଳ ହିଁ ଆମର ଷ୍ଟୋନ ଏଜ ର ଲୋକମାନେ ନଥିଲେ, ତା ଛଡା ଅଲଗା ଜାଗାରେ ସେମାନେ ଥିଲେ। ଆଉ ପ୍ରଥମେ ଏଇ ଯୋଉ ଆମର କଣ ହବ ନା ଆମର ପେଲିଓଲିଥିକ ଏଜ ରେ ସେମାନେ ଫାୟାର ବା ଆମର ଟିକେ ଆଗରୁ କହିକି ଆସିଲେ ଯେ ନିଆଁର ଆରମ୍ଭ କରିଦେଇଥିଲେ ବ୍ୟବହାର, ଯୋଉଟା କି ହୋମୋ ଇରେକ୍ସ ମାନେ ବା ମନୁଷ୍ୟ ମାନେ ବ୍ୟବହାର ଶିଖିଥିଲେ, ପ୍ରଥମେ ବ୍ୟବହାର କରିଥିଲେ। ପରବର୍ତ୍ତୀ ପ୍ରଶ୍ନ ହେଲା, which site is famous the prehistoric rock painting? ହେଲା, କୋଉ ସ୍ଥାନଟି ଐତିହାସିକ ଗୁମ୍ଫା ଚିତ୍ର ବ୍ୟାଖ୍ୟାତ କରେ? ହେଲା, ମାନେ କୋଉ ଜାଗାଟା କଣ କରେ ନା ଆମର ଯୋଉ ପ୍ରିହିଷ୍ଟୋରିକ ଆମର ରକ୍ ପେଣ୍ଟିଂ ଗୁଡାକ ଆମକୁ ଏବେ ପ୍ରମାଣ ଦଉଛି। ଅପସନ କଣ ଦେଇଛି, ଭୀମ ବେଟକା, ଆଉ ଜି ହରପ୍ପା, ଆଉ ଜି ଲୋଥାଲ, ନା ହଉଛି ଅଜନ୍ତା। କୋଉ ଗୁମ୍ଫାଟା ଆମକୁ ପ୍ରି ହିଷ୍ଟୋରିକ ରକ୍ ପେଣ୍ଟିଂ ଦଉଛି? ଅପସନ ନମ୍ବର ଏ ହବ, ଯେମିତି କି ଭୀମ ବେଟାକା। ହେଲା, ଭୀମ ବେଟାକା କଣ ଦଉଛି, ଏନସିଏଣ୍ଟ ପେଣ୍ଟିଂ ଗୁଡାକ ସେଇଠି ଅଛି। ବି ଆଉ ସି ଯେହେତୁ ହରପ୍ପା ଆଉ ଲୋଥାଲ, ସେଗୁଡା କଣ ହଉଛି ଇଣ୍ଡୋସ ସାଇଡ। ୟା ପରେ ଆସିବ ଯେ ଆମର ଫାଷ୍ଟ ଷ୍ଟୋନ ଏଜ ଆସିବ, ତାପରେ ଆମର କଣ ଆସିବ ଇଣ୍ଡୋସ ଆସିବ। ତେଣୁ ୟା ପରେ ସେଟା ଇଣ୍ଡୋସ ରେ ସେଗୁଡାକ ସାଇଡ, ଯେମିତି ହରପ୍ପା ଲୋଥାଲ ଏଟା ରହିଲେ। ତାପରେ ଆମର ଅଜନ୍ତା ହଉଛି କଣ, ସେଟା ଆସିଯିବ ଆମର କଣ ତାପରେ ଆସିଯିବ, ଯେମିତି ବେଦିକ ପିରିୟଡ ପରେ ଆସିବ ସେଗୁଡାକ, ଯେମିତି ଅଜନ୍ତା ଗୁମ୍ଫା ଗୁଡାକ। ହେଲା, ମିଡିଅଭାଲ ଆଡକୁ ଆସିଯିବ। ହେଲା, ତେଣୁ ମନେ ରଖିଥିବେ ଆମର ଏନସିଏଣ୍ଟ ଟାଇମ ର ଯୋଉ ଆମର ଏନସିଏଣ୍ଟ ନାହିଁ, ଆମର ଯୋଉ ଷ୍ଟୋନ ଏଜ ଟାଇମ ର ଯୋଉ ଆମ ଏନସିଏଣ୍ଟ ପେଣ୍ଟିଂ ଗୁଡାକ, ଯେମିତି ପ୍ରି ହିଷ୍ଟୋରିକ ରକ୍ ଏଡିଟ ଗୁଡାକ, ସେଟା କୋଉଠି ମିଳୁଛି ନା ଭୀମ ବେଟାକା ଜାଗାରେ ମିଳୁଛି। ପରବର୍ତ୍ତୀ ପ୍ରଶ୍ନ ରହିଲା, ନିଓଲିଥିକ ପିପୁଲ ଲିଭଡ ଇନ, ମାନେ ଯୋଉ ନିଓଲିଥିକ ଯୋଉ ନ୍ୟୁ
ଷ୍ଟୋନ୍ ଏଜ୍‌ର ଲୋକମାନେ କୋଉଠି ବସବାସ କରୁଥିଲେ? ଅପସନ୍‌ଟା କଣ ଥିଲା? ଗୁମ୍ଫାରେ ବସବାସ କରୁଥିଲେ, ମଡ୍ ହାଉସ୍‌ରେ ବା ମାଟି ଘରେ ବସବାସ କରୁଥିଲେ, ଗଛରେ ବସବାସ କରୁଥିଲେ ନା ଟେଣ୍ଟ ବା ତମ୍ବୁରେ ବସବାସ କରୁଥିଲେ। ତେଣୁ ସଠିକ୍ ଉତ୍ତର କଣ ହବ? ଯେତେବେଳେ ଆମର ଷ୍ଟୋନ୍ ଏଜ୍‌ର ଶେଷ ଆଡକୁ ବା ନୂଆ ଆଡକୁ ଯେତେବେଳେ କୋଉଠି ରହୁଥିଲେ ଲୋକମାନେ? ନା ଅପସନ୍ ନମ୍ବର ବି ଯୋଉଟା କି ମଡ୍ ହାଉସ୍ ହେଲା। ମାନେ ସେମାନେ ଗୋଟେ ସେଟେଲ୍ଡ ଲାଇଫ୍ ସେତେବେଳକୁ ଆସିଯାଇଥିବ ଯେମିତିକି ସେମାନେ ଗୋଟେ କଲୋନୀରେ ରହୁଥିବେ ସେତେବେଳକୁ ଆମର ଏଗ୍ରିକଲଚର ବି ଶିଖି ଯାଇଥିବେ, ଚାଷ କାମ ଶିଖି ଯାଇଥିବେ, ପଶୁପାଳନ ବି ଶିଖି ଯାଇଥିବେ। ତେଣୁ ସେମାନେ ସେତେବେଳେ କଣ କରିବେ? ନା କାଦୁଅ ଆଉ ବାଉଁଶକୁ ବ୍ୟବହାର କରି ସେମାନେ ନିଜ ଘର ତିଆରି କରିଦେଇଥିବେ। ତାପରେ ଘର ଭିତରେ ରହୁଥିବେ ଯେମିତିକି ଆମର କଣ? ନା ଆମର ମଡ୍ ହାଉସ୍ କାଦୁଅ ଘରେ ରହୁଥିବେ। ଆଉ ପେଲିଓଲିଥିକ୍ ଏଜ୍‌ରେ ସେମାନେ କଣ କରୁଥିବେ? ଗୁମ୍ଫାରେ ରହୁଥିବେ। ମନେ ରଖିଥିବେ ପେଲିଓଲିଥିକ୍ ଏଜ୍ ଯଦି ପଚାରେ ସେମାନେ କୋଉଠି ରହୁଥିଲେ? ଗୁମ୍ଫାରେ ରହୁଥିଲେ। ଆଉ ଯିଏ ଆମର ଗଛ ଆଉ ଟେଣ୍ଟ ତା ପୂର୍ବରୁ ଡ୍ୱେଲିଂ ଟାଇମ୍ ମାନେ ସେତେବେଳେ ପ୍ରଥମେ ଷ୍ଟାର୍ଟ ହେଇଥିଲା ହେଲା। ପରବର୍ତ୍ତୀ ପ୍ରଶ୍ନ ରହିଲା ହ୍ୱିଚ୍ ଟୁଲ୍ ୱାଜ୍ ୟୁଜ୍‌ଡ ଇନ୍ ଦ ପେଲିଓଲିଥିକ୍ ଏଜ୍? ପେଲିଓଲିଥିକ୍ ଆମର ଯୋଉ ଓଲ୍ଡ ଷ୍ଟୋନ୍ ଏଜ୍‌ରେ ସେମାନେ କୋଉ ପ୍ରକାର ଟୁଲ୍ ୟୁଜ୍ କରୁଥିଲେ ବା ଆମର ହାତ ହତିଆର ବା ଯନ୍ତ୍ର ଗୁଡାକ ବ୍ୟବହାର କରୁଥିଲେ ହଣ୍ଟିଂରେ ହଉ ହେଲା। ତେଣୁ ଅପସନ୍‌ରେ କଣ ଦେଇଛି? ହ୍ୟାଣ୍ଡ ଆକ୍ସ ବା ହାତ କୁରାଢି ବ୍ୟବହାର କରୁଥିଲେ, ନା ହଉଛି ସ୍କାର୍ପସ୍ ବ୍ୟବହାର କରୁଥିଲେ, ନା ପୋଏଟ୍ରି ହୁଇଲ୍ ଯେମିତିକି କୁମ୍ଭାର ଚକ ବ୍ୟବହାର କରୁଥିଲେ, ନା ବ୍ଲେଡ୍ସ ବ୍ୟବହାର କରୁଥିଲେ ହେଲା। ତେଣୁ ସଠିକ୍ ଉତ୍ତର କଣ ହବ? ନା ପେଲିଓଲିଥିକ୍‌ରେ ପୋଏଟ୍ରି ହୁଇଲ୍ ହେଲା। ମାନେ ହ୍ୟାଣ୍ଡ ଆକ୍ସ ସେତେବେଳକୁ ଆସିନଥିଲା ଯେହେତୁ ଓଲ୍ଡ ଷ୍ଟୋନ୍ ଏଜ୍ କିଛି ପିଲା ହ୍ୟାଣ୍ଡ ଆକ୍ସ ମାରିଦେବେ ତେଣୁ କୁମ୍ଭାର ଚକରେ ସେମାନେ ଭାବେ କିଛି କରିହବନି। ତେଣୁ ଏଟା ଅପସନ୍ ନମ୍ବର ଏ ହବ। ଏ ଅପସନ୍ ନମ୍ବର ବି ସି ହବ ଯେମିତିକି ଆମର କୁମ୍ଭାର ଚକ ବା ପୋଏଟ୍ରି ହୁଇଲ୍ ହେଲା। ପୋଏଟ୍ରି ହଉଛି କଣ? ଯୋଉ କୁମ୍ଭାର ଚକ ଯୋଉ ଆମର ହାଣ୍ଡି ତିଆରି କରିବା ପାଇଁ ଯୋଉଟା ବ୍ୟବହାର କରାଯାଏ ସେଟା କୁହାଯାଏ। ତେଣୁ ଆମର ମନେ ରଖିଥିବେ ଓଲ୍ଡ ଷ୍ଟୋନ୍ ଏଜ୍ ବା ପେଲିଓଲିଥିକ୍ ଏଜ୍‌ରେ ସେମାନେ କଣ ବ୍ୟବହାର କରୁଥିଲେ? ନା କୁମ୍ଭାର ଚକ ବ୍ୟବହାର କରୁଥିଲେ ହେଲା। ଆଉ ଏଗୁଡାକ ଯେମିତିକି ହ୍ୟାଣ୍ଡ ଆକ୍ସ ରହିବ ତାପରେ ଆସିବ ଯେମିତିକି ଆମର ହ୍ୟାଣ୍ଡ ଆକ୍ସ ବ୍ୟବହାର ହବ କେତେବେଳେ? ଆମର ଚାଲକୋଲିଥିକ୍ ବା ତମ୍ବା ଯେତେବେଳେ ଆସିଯିବ ତାପରେ ଆରମ୍ଭ ହବ। ଯେମିତିକି ବ୍ଲେଡ୍ ତ ତାପରେ ବହୁତ ଲୁହା ଆସିଲା ପରେ ଆସିବ ହେଲା। ତେଣୁ ବୁଝିପାରିଲେ? ତାପରେ ନେକ୍ସଟ ଅପସନ୍ ହଉଛି ନେକ୍ସଟ କ୍ୱେଶ୍ଚନ କଣ ଦେଇଛି? ଡୋମେଷ୍ଟିକେସନ ଅଫ ଏନିମଲ ବିଗେନ୍ ଇନ୍ ହେଲା। ଯୋଉ ଆମର ପଶୁପାଳନ ଯୋଉଟା କହିଲେ ଆପଣଙ୍କୁ ସେଟା କୋଉ ଏଜ୍‌ରେ ଆମର କୋଉ ଷ୍ଟୋନ୍ ଏଜ୍‌ରେ ଆରମ୍ଭ ହେଇଥିଲା? ଅପସନ୍ କଣ ଦେଇଛି? ପେଲିଓଲିଥିକ୍ ଏଜ୍, ମେଜୋଲିଥିକ୍ ଏଜ୍, ଆଉ ହଉଛି ନିଓଲିଥିକ୍ ଏଜ୍, ନା ଅଲ୍ ଅଫ୍ ଦ ଏବଭ୍ ହେଲା। ଡୋମେଷ୍ଟିକେସନ ଯେ ଆମର କଣ କୁହାଯାଏ? ନା ଆମର ଯୋଉ ପଶୁପାଳନ ସେଟା କୋଉ ଷ୍ଟୋନ୍ ଏଜ୍‌ରେ ଆରମ୍ଭ ହେଇଥିଲା? ସଠିକ୍ ଉତ୍ତରଟି କଣ ହବ? ନା ଅପସନ୍ ନମ୍ବର ବି ସେଟା କଣ? ମେଜୋଲିଥିକ୍ ହେଲା। ମେଜୋଲିଥିକ୍‌ରେ ଆରମ୍ଭ ହେଇଯିବ କଣ? ଆମର ଯୋଉ ପଶୁପାଳନ ଗୁଡାକ। ତେଣୁ ଯଦି କ୍ୱେଶ୍ଚନ ପଚାରେ ଯେ ପ୍ରଥମେ କୋଉ ପଶୁମାନଙ୍କୁ ସେମାନେ ମେଜୋଲିଥିକ୍ ଏଜ୍ ଯୋଉ ଥିଲା ହେଲା ମାନେ 10 ଲକ୍ଷ 6,000 ରୁ 10 ଲକ୍ଷ ବିସି ମାନେ ଖ୍ରୀଷ୍ଟପୂର୍ବରୁ ସେମାନେ କୋଉ ପ୍ରକାର ପଶୁ ଡୋମେଷ୍ଟିଫିକେସନ ବା ଗୃହପାଳିତ କରୁଥିଲେ? କଣ ହବ? ନା ଡଗ୍ କୁ କରୁଥିଲେ, ଆଉ କ୍ୟାଟେଲ୍ କୁ, ଆଉ ସିପ୍ କୁ ହେଲା ପ୍ରଥମେ ଆଉ ତାପରେ କେଟ୍ କୁ ହେଲା। କେଟ୍ ନୁହେଁ ଗଟ୍ ସରି କେଟ୍ କହିଦେଲି ଗଟ୍ ହେଲା ମାନେ ଛେଳିକୁ କରୁଥିଲେ। ମନେ ରଖିଥିବେ କଣ? ଡଗ୍ କରୁଥିଲେ, ଆଉ ତାପରେ କଣ କରୁଥିଲେ? ନା ହଉଛି କ୍ୟାଟେଲ୍, ଆଉ ସିପ୍, ଆଉ ହଉଛି ଗଟ୍ ହେଲା। ଏଇ ଚାରିଟା ଜୀବକୁ ସେମାନେ ପ୍ରଥମେ ଯୋଉଟା କି ଡୋମେଷ୍ଟିଫିକେସନ ବା ଆମର କଣ କୁହାଯାଏ? ନା ଆମର ଗୃହପାଳିତ ଭାବେ ରଖିଥିଲେ ହେଲା। ପରବର୍ତ୍ତୀ ପ୍ରଶ୍ନ ରହିଲା ଦ ଟର୍ମ ଅଫ ଷ୍ଟୋନ୍ ଏଜ୍ ରେଫର୍ସ ଟୁ ଯୋଉ ଆମ ଷ୍ଟୋନ୍ ଏଜ୍ ବୋଲି କହୁଛୁ ବା ପ୍ରସ୍ତର ଯୁଗ ବୋଲି କହୁଛୁ ତାକୁ ଆଉ କଣ କୁହାଯାଏ? ଅପସନ୍ କଣ ଦେଇଛି? ଟାଇମ୍ସ ହ୍ୱେନ୍ ଦ ମେଟାଲ ୱାଜ୍ ନଟ୍ ୟୁଜ୍ ସେ ପାଇଁ ଧାତୁର ବ୍ୟବହାର ହଉନଥିବା ଯୋଉ ସମୟକୁ ଆମେ ଷ୍ଟୋନ୍ ଏଜ୍ କହିବା, ନା ଟାଇମ୍ସ ଅଫ କିଙ୍ଗସ୍ ବା ରାଜାଙ୍କ ଶାସନ ସେତେବେଳେ ଚାଲୁଥିଲା ସେଇଥିପାଇଁ କହିବା, ନା ଆଇସ୍ ଏଜ୍ ବା ବରଫର ଯୁଗ ବୋଲି କହିବା। ଅପସନ୍ ନମ୍ବର ଡି ରିଲିଜିୟସ୍ ଟାଇମ୍ ବା ଧାର୍ମିକ ସମୟ ଥିଲା ବୋଲି ଆମେ ଷ୍ଟୋନ୍ ଏଜ୍ ବୋଲି କହିବା। ତେଣୁ ଆମେ ଯୋଉ ଷ୍ଟୋନ୍ ଏଜ୍ କହୁଛୁ ସେଟା କଣ ପାଇଁ କହୁଛୁ? ନା ଅପସନ୍ ନମ୍ବର ଏ କି ଟାଇମ୍ ହ୍ୱେନ୍ ମେଟାଲ ୱାଜ୍ ନଟ୍ ୟୁଜ୍ଡ ହେଲା। ସେତେବେଳେ କଣ ଥିଲା? ନା ଆମେ କୌଣସି ପ୍ରକାର ମେଟାଲ ଆମେ ବ୍ୟବହାର କରୁନଥିଲୁ ସେଥିପାଇଁ ଷ୍ଟୋନ୍ ଏଜ୍ ବା ପଥରରେ ଆମେ ବ୍ୟବହାର କରୁଥିଲୁ ସେଥିପାଇଁ କୁହାଯାଉଥିଲା ହେଲା। ଆଉ ତାପରେ ସି ହଉଛି ଆଇସ୍ ଏଜ୍। ତେଣୁ ମନେ ରଖିଥିବେ ବେଳେ କଣ ପଡେ? ଏ ଯୋଉ ପେଲକଲ ଷ୍ଟୋନ୍ ଏଜ୍ କୁ ମଧ୍ୟ କଣ କୁହାଯାଏ? ଆମର ଆଇସ୍ ଏଜ୍ ବି କୁହାଯାଏ। ଯେମିତି ଆମର ଫାର୍ଷ୍ଟ ହଉଛି ପେଲିଓଲିଥିକ୍ ଏଜ୍। ମନେ ରଖିଥିବେ ପେଲିଓଲିଥିକ୍ ଏଜ୍ କୁ ମଧ୍ୟ କଣ କୁହାଯାଏ? ଆଇସ୍ ଏଜ୍ ବୋଲି କୁହାଯାଏ ହେଲା। ତେଣୁ ଯଦି ପଚାରେ ମାନେ ଯୋଉ ଆମର ପେଲିଓଲିଥିକ୍ ଏଜ୍ ଆଉ ମେଜୋଲିଥିକ୍ ଏଜ୍ ଯୋଉଟା କି ଆମର ମିଡିଲ୍ ଆଉ ଓଲ୍ଡ ଷ୍ଟୋନ୍ ଏଜ୍ ଭିତରୁ କୋଉ ସମୟରେ ଅଧିକ ଥଣ୍ଡା ବା କ୍ଲାଇମେଟ ଟା ଥଣ୍ଡା କୋଉ ସମୟରେ ଥିଲା? ମନେ ରଖିଥିବେ କଣ? ପେଲିଓଲିଥିକ୍ ଏଜ୍ ମାନେ ପ୍ରଥମେ ଯୋଉ ଓଲ୍ଡ ଷ୍ଟୋନ୍ ଏଜ୍ ରେ ଅଧିକ ଥଣ୍ଡା ଥିଲା, କୋଲ୍ଡ ଥିଲା। ତାପରେ ଯେତେବେଳେ ଆସ୍ତେ ଚେଞ୍ଜ ହବ ଯେମିତି କି ଆମର ତାପରେ ଆସିବ କଣ? ମେଜୋଲିଥିକ୍ ଏଜ୍ ବା ମିଡିଲ୍ ଷ୍ଟୋନ୍ ଏଜ୍ ସେତେବେଳେ କଣ? କ୍ଲାଇମେଟ ଟା ଟିକେ ଗରମ ହବ ତାପରେ ଆସ୍ତେ ଏମିତି ଗରମ ହବ। କିନ୍ତୁ ଫାର୍ଷ୍ଟ ମନେ ରଖିଥିବେ କଣ? ପେଲିଓଲିଥିକ୍ ଏଜ୍ ରେ କଣ ଥିଲା? ନା ଥଣ୍ଡା ଥିଲା, କ୍ଲାଇମେଟ ଟା ଥଣ୍ଡା ଥିଲା ହେଲା। ଯଦି ପେଲିଓଲିଥିକ୍ ଏଜ୍ ଅନ୍ୟ ନାମ ପଚାରେ ତାହେଲେ କଣ ଲେଖିପାରିବେ? ନା ଆଇସ୍ ଏଜ୍ ବି ଲେଖିପାରିବେ। ପରବର୍ତ୍ତୀ ପ୍ରଶ୍ନ ହେଲା ଆସିଗଲା ଆମର ବେଦିକ ପିରିୟଡ ହେଲା। ତେଣୁ ବେଦିକ ପିରିୟଡ ପୂର୍ବରୁ ଆପଣଙ୍କୁ ଆଉ କିଛି ଯୋଉ ଗୁଡାକ ଆମର କିଛି କ୍ୱେଶ୍ଚନ କହିଦଉଛି ଆପଣ ଟିକେ ମନେ ରଖିଥିବେ ହେଲା।
ଯୋଉ ଆମର ନିଓଲିଥିକ ଏଜ କହିଲା ହେଲା ମାନେ ମୋ ନ୍ୟୁ ଷ୍ଟୋନ ଏଜ ରେ ସେମାନେ କଣ ସବୁ କାମ ଗୁଡାକ କରିଥିଲେ ଲୋକମାନେ ନା ସେମାନେ ଫ୍ରୁଟ ପ୍ରଡକ୍ସନ ଗୁଡାକ ଆରମ୍ଭ କରିଥିଲେ ହେଲା ଯେମିତି କି ଆମେ ଚାଷ କରିବା ହେଲା ଆଉ ରାଗି ହଉ ଗ୍ରାମ ହଉ ଯୋଉଟା କି କୋଳଥ କୁହାଯାଏ ହେଲା ସେଗୁଡାକ ସବୁ ପ୍ରଡକ୍ସନ କରିବାରେ ଷ୍ଟାର୍ଟ କରିଥିଲେ ଆଉ ଟେକ୍ନୋଲୋଜି ଯେମିତି କି ଆମର ପଲିଶ ଟୁଲ ଗୁଡାକ ଯେମିତି ଆପଣ ଟିକେ ଆଗରୁ କହିଥିଲେ ଯେ ସେମାନେ ଯୋଉ ହାତ ହତିଆର ଗୁଡାକ ଥିଲା ସେଟାକୁ ପଲିଶ କରିକି ବ୍ୟବହାର କରୁଥିଲେ ମାନେ ଘଷିକି ଧାର କରି ବ୍ୟବହାର କରିବା ଶିଖି ଯାଇଥିଲେ ହେଲା ଆଉ ପୋଏଟ୍ରି ଯେମିତି କି ଆମର କଣ କହିଲି କୁମ୍ଭାର ଚକ ସବୁ ବ୍ୟବହାର କରି ସେମାନେ ସବୁ ଆରମ୍ଭ କରିଥିଲେ ଯୋଉ ହାଣ୍ଡି ହେଲା ଏଗୁଡା ସବୁ ହାଣ୍ଡି ହଉ କଳସ ଏଗୁଡା ବ୍ୟବହାର କରି ଶିଖି ଯାଇଥିଲେ ହେଲା ଏଗୁଡା ସବୁ ରହିଲା ତାପରେ ଆସିବ ନେକ୍ସଟ କଣ ଚାଲକୋଲିଥିକ ଏଜ ହେଲା ସରିଗଲା ଷ୍ଟୋନ ଏଜ ତାପରେ ଆସିବ କଣ ଚାଲକୋଲିଥିକ ଏଜ କଣ ପାଇଁ କୁହାହେଲା ନା ଚାଲକର ଅର୍ଥ ହଉଛି କଣ କପର ଯେଟା କି ଆମର ଏବେଠାରୁ ଆମର 3500 ବିସି ମାନେ ଖ୍ରୀଷ୍ଟାବ୍ଦ ହେଲା ଯେହେତୁ ଖ୍ରୀଷ୍ଟାବ୍ଦ କଣ ପାଇଁ କହୁଛି ନା ଯୀଶୁ ଖ୍ରୀଷ୍ଟଙ୍କ ଜନ୍ମ ପୂର୍ବରୁ ଯୋଉଟା ସେଟା ଉଲ୍ଟା ଚାଲେ ହେଲା 3500 ବିସି ଭିତରେ ଆମର ଚାଲକୋଲିଥିକ ବା କପର ଷ୍ଟୋନ ଏଜ ଟା ଥିଲା ତେଣୁ ଫାଷ୍ଟ ମେଟାଲ ଯୋଉଟା କି ଆମେ ବ୍ୟବହାର କରିଥିଲେ କପରଟା ହେଲା ଆଉ ଆଉ ସେମାନେ ଯୋଉ ମନେ ରଖିବେ ଯଦି ପଚାରେ ଯେ ଆମ ଝୁମ ଯୋଉଟା କି ଆମେ କଣ କରନ୍ତି ଲୋକମାନେ ଆଗରୁ ଯୋଉ ଥିଲେ ସେମାନେ ଯୋଉ ଜାଗାଟାକୁ ସେମାନେ ଯିବେ ଯାଯାବର ଜୀବନ ଯାପନ କରୁଥିଲେ ଗୋଟେ ଜାଗାରେ ଖାଇବା ସରିଗଲା ଆଉ ଜାଗାକୁ ଯାଉଥିଲେ ତେଣୁ ଯେତେବେଳେ ଏଗ୍ରିକଲଚର ବା ଆମର ସେମାନେ ଚାଷ କାମ ଶିଖିଗଲେ ସେ ଗୋଟେ ଜାଗାକୁ ଯିବେ ଦେଖିଲେ ଏଠି ବହୁତ ଗୁଡା ଗଛ ସେଠି କଣ ନିଆଁ ଲଗେଇଦେବେ ତାପରେ ଏଟା ପୋଡିଗଲା ପରେ ସେଠି ଉର୍ବର ହେଇଗଲା ତେଣୁ ସେଠି ସରିଲା ପରେ ଆଉ ଗୋଟେ ଜାଗାକୁ ଗଲେ ସେଟା କଣ କୁହାଯାଏ ଝୁମ ଚାଷ ବା ସ୍ଲାସ ବର୍ନ ବୋଲି କୁହାଯାଏ ତେଣୁ ଏଇ ଚାଲକୋଲିଥିକ ଏଜରେ ପ୍ରଥମେ କଣ ହେଇଥିଲା ଝୁମ ବା ଆମର ସ୍ଲାସ ବର୍ନ ସେଟାକୁ ଜଙ୍ଗଲ ପୋଡିକି ଯୋଉ ଚାଷ କରାଯାଉଥିଲା ତାକୁ ଝୁମ କୁହାଯାଉଥିଲା ବା ସ୍ଲାସ ବର୍ନ କୁହାଯାଉଥିଲା ଏଇ ଚାଲକୋଲିଥିକ ଏଜରେ ପ୍ରଥମେ ଷ୍ଟାର୍ଟ ହେଇଥିଲା ହେଲା ଆଉ ଗୋଟେ ମନେ ରଖିଥିବେ କଣ ନା ମେଜୋଲିଥିକ ଏଜ ଯୋଉ ଥିଲା ମେଜୋଲିଥିକ ଏଜରେ କୌଣସି ପ୍ରକାର ପୋଏଟ୍ରି ଦେଖାଯାଇ ନଥିଲା ମାନେ କୌଣସି ପ୍ରକାର ଯୋଉ ମାଟିରେ ତିଆରି ସାମଗ୍ରୀ ଖାଇବା ପାଇଁ ଯେମିତି କଳସ ହାଣ୍ଡି ଗୁଡା ସବୁ କୌଣସି ପ୍ରକାର ମେଜୋଲିଥିକ ବା ମିଡିଲ ଷ୍ଟୋନ ଏଜରେ କୌଣସି ପ୍ରକାର ଏମିତି ଦେଖାଯାଉ ନଥିଲା ତେଣୁ ଏତିକି ପଏଣ୍ଟ ଖାଲି ମନେ ରଖିଥାନ୍ତୁ ଏହାରି ଭିତରେ ହିଁ କ୍ୱେଶ୍ଚନ ଆସିବ ବେଶୀ ବାହାର କ୍ୱେଶ୍ଚନ ଆସିବନି ତେଣୁ ଏବେ ଯିବା ବୈଦିକ ପିରିୟଡ ବିଷୟରେ ପଢିବା ପାଇଁ ହେଲା ଆଉ ଗୋଟେ ଇନ୍ଦୋସ ଭ୍ୟାଲି ସିଭିଲାଇଜେସନ ଗୋଟେ ମନେ ରଖିଥାନ୍ତୁ ଇନ୍ଦୋସ ଭ୍ୟାଲି ସିଭିଲାଇଜେସନ ବେଳେ ବେଳେ ପଚାରି ଦିଏ ଯେ ଆମେ ଯୋଉ କହିଥାଉ ହରପ୍ପା ହେଲା ଯୋଉ ହରପ୍ପା ଯୋଉ ଜାଗାଟା ଅଛି ସେଟା ପ୍ରଥମେ ଆମର ଇଣ୍ଡିଆରେ ଡିସ୍କଭର କିଏ କରିଥିଲେ ବା ଜଣେଇଥିଲେ କୋଉଠି ମନେ ରଖିଥିବ ହରପ୍ପାଟା ବାହାରିଥିଲା କୋଉଠି ନା ରବି ରିଭର ମନେ ରଖିଥିବ ରବି ରିଭର କୂଳରେ ମାନେ ଡିସ୍କଭର ହେଇଥିଲା ସେଟାକୁ କରିଥିଲେ କିଏ ନା ଆରବି ଧବରମ ଧବରମ ସୈନୀ ହେଲା ଆରବି ଧବରମ ସୈନୀ ରବି ରିଭର ଆରବି ଏଟା ମନେ ରଖିଥାନ୍ତୁ ଯେମିତି କି ରବି ରିଭର ରହିଲା ରବି ନଦୀ କୂଳରେ ତେଣୁ ଏକୁ ବାହାର କରିଥିଲେ କି ଆରବି ହେଲା ଆରବି ଧବରନ ଆଉ ସୈନୀ ଆଉ ଗୋଟେ ଅଛି କଣ ନା ଯୋଉ ଆମ ହରପ୍ପା ବା ହରପ୍ପାର ଯୋଉ ମହେଞ୍ଜୋଦାରୋଟା ଅଛି ହେଲା ହରପ୍ପା ଗଲା ତାପରେ ହଉଛି ମହେଞ୍ଜୋଦାରୋଟା ଡିସ୍କଭର କରିଥିଲେ କିଏ ନା ମହେଞ୍ଜୋଦାରୋକୁ କଣ ବୋଲି କୁହାଯାଏ ନା ମାଉଣ୍ଟ ଅଫ ଦ ଡେଡ୍ ମାନେ ସେଠି କଣ କୁହାଯାଉଥିଲା ନା ସେଠି ଡେଡ୍ ବଡି ସବୁ ଗୁଡାକ ପୋତା ଯାଉଥିଲା ବା ଗ୍ରେଭେଡ ବୋଲି କୁହାଯାଉଥିଲା ହେଲା ସେଟା କୋଉଠି ଥିଲା ଯେମିତି କି ରବି ରିଭର କୂଳରେ ହରପ୍ପା ଥିଲା ସେଇଭଳି ଆମର ମହେଞ୍ଜୋଦାରୋଟା କୋଉଠି ଅଛି ନା ଆମର ଇନ୍ଦୋସ ରିଭର ହେଲା ଇନ୍ଦୋସ ରିଭର ପାଖରେ ଥିଲା ଆମର କଣ ମହେଞ୍ଜୋଦାରୋ ସେଟାକୁ କରିଥିଲେ କିଏ ଆରଡି ବାନାର୍ଜୀ ହେଲା ଆରଡି ବାନାର୍ଜୀ ସେଟା କିଏ ବାହାର କରିଥିଲେ ଆରଡି ବାନାର୍ଜୀ କଣ ବାହାର କରିଥିଲେ ନା ମହେଞ୍ଜୋଦାରୋ ଏଇ ଦିଟା ପଏଣ୍ଟ ଟିକେ ମନେ ରଖିଥିବେ ବେଳେ ପଚାରିବେ ଇନ୍ଦୋସ ଭ୍ୟାଲି ସିଭିଲାଇଜେସନ ଏବେ ନେକ୍ସଟ ଯିବା ବୈଦିକ ପିରିୟଡ ବେଳକୁ ତେଣୁ ଫାର୍ଷ୍ଟ କ୍ୱେଶ୍ଚନ ଅଛି ବୈଦିକ ଏଜ ଇଜ ଡିଭାଇଡେଡ ଇନଟୁ କେତେ ଭାଗରେ ବିଭକ୍ତ କରାଯାଇଛି ଯେମିତି ବୈଦିକ ଯୁଗକୁ କେତେ ଭାଗରେ ବିଭକ୍ତ କରାଯାଇଛି ଅପସନ କଣ ଦେଇଛି ଦୁଇଟି ତିନୋଟି ଚାରୋଟି ଆଉ ପାଞ୍ଚଟି ହେଲା ତେଣୁ ସଠିକ ଉତ୍ତର କଣ ହବ ବୈଦିକ ପିରିୟଡକୁ ଆମେ କେତେ ଭାଗରେ ବିଭକ୍ତ କରିଛୁ ଅପସନ ନମ୍ବର ଏ ଯେଟା କି ଦୁଇଟା ମାନେ କଣ ଆମର ବୈଦିକ ପିରିୟଡକୁ ଦୁଇ ଭାଗରେ ବିଭକ୍ତ କରିଛୁ ଏମିତି କି ହଉଛି କଣ ଗୋଟେ ଇୟରଲି ବୈଦିକ ପିରିୟଡ ଆଉ ଗୋଟେ ହଉଛି ଲେଟର ବୈଦିକ ପିରିୟଡ ହେଲା ମନେ ରଖିଥିବେ ବୈଦିକ ପିରିୟଡ ଟା ହେଲା ଦୁଇ ଭାଗରେ ବିଭକ୍ତ ଇୟରଲି ଗୋଟେ ଆଉ ଗୋଟେ ଲେଟର ତେଣୁ କୁହାଯାଏ ବୈଦିକର ଅର୍ଥ ହଉଛି କଣ ମାନେ ସେତେବେଳେ କଣ ହେଲା ଯେତେବେଳେ ଇନ୍ଦୋସ ଭ୍ୟାଲି ସିଭିଲାଇଜେସନ ସରିଗଲା ହେଲା ବନ୍ୟା ପାଇଁ ହଉ ବା ଯାହା ପାଇଁ ଏଭିଡେନ୍ସ ମିଳିଛି ସେଟା କଣ ହେଲା ସରିଗଲା ତାପରେ କଣ ହେଲା ଆର୍ଯ୍ୟ ମାନେ ଯେମାନେ କି ଆସିଲେ କଣ ବେଳେ କ୍ୱେଶ୍ଚନ ପଚାରେ ଯେ ଆର୍ଯ୍ୟ ବା ଆରିୟନ ମାନେ ଯେମାନେ କି ଆମର କଣ ଲେଖିଥିଲେ ନା ବେଦ ଉପନିଷଦ ଲେଖିଥିଲେ ସେମାନେ ଆସିଥିଲେ କୋଉଠି ମନେ ରଖିଥିବେ କଣ ନା ସେଣ୍ଟ୍ରାଲ ଏସିଆ ହେଲା ସେଣ୍ଟ୍ରାଲ ଏସିଆରୁ ସେମାନେ ଆସିଥିଲେ ସେଣ୍ଟ୍ରାଲ ଏସିଆରୁ ଆସିଲା ପରେ ସେମାନେ ଇଣ୍ଡିଆକୁ ଆସିଲେ ଯେହେତୁ ଇଣ୍ଡିଆରେ ସେତେବେଳେ କଣ ମାନେ ଉପକୂଳ ଜାଗା ଗୁଡାକ ଥିଲା ରହିବା ବାସଗୃହ କରିବା ପାଇଁ ରହିବା ପାଇଁ ତେଣୁ ସେଥିପାଇଁ ସେମାନେ ସେଣ୍ଟ୍ରାଲ ଏସିଆରୁ ଏଠିକି ଆସିଲେ ତାପରେ ଏଠି ରହିବା ଆରମ୍ଭ କଲେ ଯେମିତି କି ଆମର ଆସ୍ତେ ଆସ୍ତେ ତାପରେ ବହି ଲେଖିଲେ ବା ସେମାନେ କଲୋନିରେ କେମିତି କଣ ରୁହାଯାଏ କହିଲେ ଆଉ ତେଣୁ ମନେ ରଖିଥିବେ ଏଇଟା ଯେ ବେଦିକ ମାନେ ଆସିଥିଲେ କୋଉଠୁ ନା ସେଣ୍ଟ୍ରାଲ ଏସିଆରୁ ଆସିଥିଲେ ପରବର୍ତ୍ତୀ ପ୍ରଶ୍ନ ରହିଲା ହ୍ୱିଚ ବେଦ ଇଜ ଦ ଓଲ୍ଡେଷ୍ଟ ହେଲା ଆମର ଯୋଉ ବେଦ ଗୁଡାକ ରହିଛି ଋଗ ବେଦ ହେଲା ସାମ ବେଦ ଯଜୁର ବେଦ ଅଥର୍ବ ବେଦ ତା ଭିତରୁ ସବୁଠୁ ପୁରୁଣା ବେଦଟାକୁ ଆମେ କାହାକୁ କହିଥାଉ ହେଲା ସଠିକ ଉତ୍ତର କଣ ନା ଋଗ ବେଦ ହେଲା ଋଗ ବେଦଟାକୁ ଆମେ ସବୁଠୁ ପୁରୁଣା କହିଥାଉ ହେଲା ତାପରେ ଆସିବ କଣ ଆମର ସମବେଦ ଯଜୁର୍ବେଦ ଆଉ ଅଥର୍ବ ବେଦ ହେଲା ତେଣୁ କୁହାଯାଏ ତାପରେ ହଉଛି ଆପଣ ଗୋଟେ ପଏଣ୍ଟ ଟା ମନେ ରଖିଥିବେ ଯେ ଆମର ବେଳେ ବେଳେ କ୍ୱେଶ୍ଚନ ପଚାରେ ଯେ ଆମର ଯୋଉ ବେଦିକ ପିରିୟଡ ଟା ସେଟା କୋଉ ଜାଗାରେ ଇଣ୍ଡିଆର କୋଉ ଜାଗାରେ ଡେଫିନେଟ କୋଉ ଜାଗାରେ ଆମର ଷ୍ଟାର୍ଟ ହେଇଥିଲା ମନେ ରଖିଥିବେ କଣ ଆମର ଖ୍ରୀଷ୍ଟପୂର୍ବ 1000 ହେଲା ଯେମିତି ସେଟା ଥିଲା
ଏଇଟା 60 ଲକ୍ଷ ବା 40 ଲକ୍ଷ ପୂର୍ବରୁ ଏଇଟା କଣ ମନେ ରଖିଥିବେ ବେଦିକ ପିରିୟଡ଼ ଆରମ୍ଭ ହୋଇଥିଲା କେବେ ନା ଖ୍ରୀଷ୍ଟପୂର୍ବ 1000 ହେଲା ଖ୍ରୀଷ୍ଟପୂର୍ବ 1000 ପୂର୍ବରୁ କୋଉଠି ନା ସିନ୍ଧୁ ହେଲା ସିନ୍ଧୁ ଆଉ କଣ ନା ପଞ୍ଜାବ ସିନ୍ଧୁ ଆଉ ପଞ୍ଜାବ ଅଞ୍ଚଳ କଣ ହେଇଥିଲା ଆମର ଆର୍ଯ୍ୟ ମାନଙ୍କ ପ୍ରଥମେ ଆସିକି ସେଠି ରହିଥିଲେ ବା ତାଙ୍କର ବାସସ୍ଥାନ ସୃଷ୍ଟି କରିଥିଲେ ହେଲା ମନେ ରଖିଥିବେ ଏଇଟା ପରବର୍ତ୍ତୀ ପ୍ରଶ୍ନ ରହିଲା କଣ ଦ ମେନ୍ ଅକୁପେସନ ଅଫ ରିଗ୍ ବେଦ ଆରିଆନ୍ସ ଏ ଯୋଉ ଋଗ୍ ବେଦୀୟ ଆର୍ଯ୍ୟ ମାନେ ରହିଥିଲେ ମୁଖ୍ୟ ବୃତ୍ତି ତେଣୁ ଫାଷ୍ଟ ଏ ଯୋଉ ଆମ ଇୟରଲି ବେଦିକ ପିରିୟଡ ତାକୁ ଆଉ କଣ କୁହାଯାଏ ନା ରିଗ୍ ବେଦ ଆରିଆନ ବୋଲି କୁହାଯାଏ ତାଙ୍କର ମୁଖ୍ୟ ଅକୁପେସନ ବା ସେମାନେ କଣ ତାଙ୍କର ବୃତ୍ତି ଗୁଡାକ ଥିଲା ଅପସନ କଣ ଦେଇଛି ଟ୍ରେଡ ଥିଲା ନା ହଉଛି ଏଗ୍ରିକଲଚର ଥିଲା ନା କେଟେଲ ରିୟରିଂ ଥିଲା ନା ହଣ୍ଟିଂ ଥିଲା ମାନେ ସେମାନେ ବାଣିଜ୍ୟ କରୁଥିଲେ ନା କୃଷି କରୁଥିଲେ ନା ଗାଈ ଗୋରୁ ପାଳନ କରୁଥିଲେ ନା ଶିକାର କରୁଥିଲେ ହେଲା ତେଣୁ ଆର୍ଯ୍ୟ ମାନଙ୍କର ପ୍ରଥମ ମାନେ ମେନ୍ ଅକୁପେସନ ବା ବୃତ୍ତିଟା କଣ ଥିଲା ନା କେଟେଲ ରିୟରିଂ ହେଲା ତେଣୁ ଆର୍ଯ୍ୟ ମାନେ ଯେହେତୁ ଆସିଥିଲେ ସେମାନେ ବହୁତ ଗାଈ ବା ପଶୁ ସିପ୍ ହଉ ଛେଳି ହଉ ସେମାନେ ଥିଲେ ତେଣୁ ସେମାନଙ୍କର ମୁଖ୍ୟ କାମ ଥିଲା ଗାଈ ଗୋରୁ ପାଳନ ଯାହାକି କେଟେଲ ରିୟରିଂ କରୁଥିଲେ ହେଲା ଦେ ଆର୍ ନୋମାଡିକ ପାଷ୍ଟରଲିଷ୍ଟ ମାନେ ସେମାନେ କଣ କରୁଥିଲେ ନା ଗାଈ ଗୋରୁକୁ କଣ କରୁଥିଲେ ଚାଷ କରୁଥିଲେ ବା ଆମର ଗାଈ ପାଳନରେ ସେମାନେ ଅଧିକ ନିବୃତ୍ତ ରହୁଥିଲେ ଯେହେତୁ ଏଟା ଋଗ୍ ବେଦରେ କଣ କରାଯାଉଥିଲା ଗାଈ ମାନଙ୍କୁ ସମ୍ମାନ ଦିଆଯାଉଥିଲା ସେଥିରେ କୌଣସି ପଶୁ ମାରିବା ବା ସେଗୁଡାକ ମାଂସ ଖାଇବା ସେଗୁଡା କିଛି ନଥିଲା ତେଣୁ ସେଥିପାଇଁ ସେମାନେ ଗାଈ ପାଳନ କରୁଥିଲେ ଗାଈରୁ କ୍ଷୀରରୁ ଜାତ ଦ୍ରବ୍ୟ ଗୁଡାକ ଯେମିତି କିି ଆମର ଦହି ହଉ ଲହୁଣୀ ହଉ ସେମାନଙ୍କୁ ସେମାନେ ବିକ୍ରି କରି ତାଙ୍କର ଗୁଜୁରାଣ ମେଣ୍ଟଉଥିଲେ ହେଲା ତେଣୁ ମନେ ରଖିଥିବେ ଏଇଟା ପରବର୍ତ୍ତୀ ପ୍ରଶ୍ନ ଆସିଲା ସ୍କେର୍ଡ ରିଭର ଅଫ ରିଗ୍ ବେଦ ଆରିଆନ୍ସ ରିଗ୍ ବେଦୀ ଆର୍ଯ୍ୟ ମାନଙ୍କ କୋଉ ପବିତ୍ର ନଦୀ ଥିଲା ଯୋଉ ଆମର ରିଗ୍ ବେଦ ଯୋଉ ଆରିଆନ ବା ଆମର ଇୟରଲି ବେଦିକ ପିରିୟଡର କୋଉ ନଦୀଟା ତାଙ୍କୁ ପବିତ୍ର ବୋଲି ମାନୁଥିଲେ ଅପସନ ଗୁଡା କଣ ଦେଇଛି ଗଙ୍ଗା ନଦୀ ଯମୁନା ନଦୀ ସରସ୍ୱତୀ ନଦୀ ସିନ୍ଧୁ ନଦୀ ହେଲା ଯୋଉ ଇୟରଲି ବେଦିକ ପିରିୟଡ ବା ଆମର ରିଗ୍ ବେଦିକ ଆରିଆନ୍ସ ମାନେ କୋଉ ନଦୀକୁ ପବିତ୍ର ମନ୍ଦିର ସଠିକ ଉତ୍ତର ହବ କଣ ନା ସରସ୍ୱତୀ ନଦୀ ହେଲା ସରସ୍ୱତୀ କଣ କରୁଥିଲେ ସୁପ୍ରିମ ହେଲା ସବୁଠୁ ପବିତ୍ର ଭିତରେ ସବୁଠୁ ସୁପ୍ରିମ ମାନୁଥିଲେ କାହାକୁ ନା ଆମର ସରସ୍ୱତୀ ନଦୀକୁ ହେଲା କିନ୍ତୁ ତାପରେ ଆସୁଥିଲା ଆଉ ଯୋଉ ଯମୁନା ରହିଲା ସିନ୍ଧୁ ରହିଲା ତାପରେ ସେକେଣ୍ଡାରୀ ଆସୁଥିଲା ମାନୁଥିଲେ କିନ୍ତୁ ଅଧିକ ମାନୁଥିଲେ କାହାକୁ ନା ସରସ୍ୱତୀ ନଦୀକୁ ପରବର୍ତ୍ତୀ ପ୍ରଶ୍ନ ରହିଲା ବରୁଣ ସିଷ୍ଟମ ୱାଜ ବେସ୍ଡ ଅନ ବର୍ଣ୍ଣ ପ୍ରଥା ଯୋଉ ଆମର ଯୋଉ ଯୋଉଟା କି ଆମେ ବର୍ଣ୍ଣ କହୁଛୁ ସେଟା କୋଉ କାହା ଉପରେ ଆଧାରିତ ହଉଥିଲା ବାର୍ଥ ଉପରେ କର୍ମ ଅକୁପେସନ ଉପରେ ୱେଲ୍ଥ ଉପରେ ନା ନନ୍ ଉପରେ ଯଦି ଆମେ କଣ କହୁଛୁ ଜାତି ଗୁଡାକ ଏବେ କହୁଛୁ ସେଟାକୁ ଏଇ ଯୋଉ ଆରିଆନ ମାନଙ୍କ ସମୟରେ ସେଟା କାହା ଉପରେ ବେଶ କରିକି ଥିଲା କଣ ହବ ନା କର୍ମ ବା ଅକୁପେସନ ଉପରେ ଯେମିତିକି ଜାତି ଆମେ ଏବେ କହୁଛୁ ହିନ୍ଦୁ କ୍ଷତ୍ରିୟ ହେଲା ଏଗୁଡାକ ସବୁ ତେଣୁ ଯୋଉ ବେଦିକ ପିରିୟଡ ରେ ସେଟା କାହା ଉପରେ ଡିପେଣ୍ଡ କରୁଥିଲା ନା ଯେମାନଙ୍କର କଣ ଅକୁପେସନ ବା ଯେମାନେ ଯୋଉ ଭଳିଆ କାମ କରିବେ ହେଲା ଇନିସିଆଲ ଷ୍ଟେଜ ରେ ସେଟା କଣ ଥିଲା ନା ଆମର ଯେମାନେ ଯେମିତି ଧର ଯିଏ କଣ କରିବ ନା ସିଏ ବ୍ରାହ୍ମଣ ହେଇଥିଲେ ମଧ୍ୟ ସିଏ କଣ କରିବ ନା ଯୁଦ୍ଧ ଲଢିବା ପାଇଁ ସିଏ ତାର ଇଚ୍ଛା ଥିବ ତେଣୁ ଯଦି ଯୁଦ୍ଧ ଲଢିବ ତାହେଲେ ସେ କ୍ଷେତ୍ର ଭିତରେ ଯିବ ତାର କୌଣସି ଜନ୍ମ ହୋଇଛି ବ୍ରାହ୍ମଣରେ ବୋଲି ସେ ବ୍ରାହ୍ମଣ ହବ ସେଇଟା ନାହିଁ ଯାହାର ଅକୁପେସନ ଯେମିତି ସେ ଯେହେତୁ ଯୁଦ୍ଧ କରିବା ପାଇଁ ଗଲା ବା ସେନାପତି ହେଲା ତେଣୁ ସିଏ କ୍ଷତ୍ରିୟ ଭିତରେ ଯିବ ଯିଏ ଧର କ୍ଷତ୍ରିୟ ହେଇଥିବ କିନ୍ତୁ ସେ ପୂଜା ପାଠରେ ତାର ଇଚ୍ଛା ଥିବ ବା ସେ ଜ୍ଞାନୀ ହେଇଥିବ ହେଲା ତେଣୁ ତାକୁ କଣ କୁହାଯିବ ବ୍ରାହ୍ମଣ ବୋଲି କୁହାଯିବ ମାନେ ବୁଝିପାରିଲେ ବେଦିକ ପିରିୟଡରେ କଣ ଥିଲା ଯେମାନେ ଅକୁପେସନ ଯେମିତି ଥିଲା ସେ ଅନୁସାରେ ତାଙ୍କୁ ତାଙ୍କର କାଷ୍ଟ ସିଷ୍ଟମ ଟା ରହୁଥିଲା ପରବର୍ତ୍ତୀ ପ୍ରଶ୍ନ ରହିଲା ଜନ ଇନ ବେଦିକ ପିରିୟଡ ମିନ୍ସ ଯୋଉଟା କି ଜନ ବୋଲି କୁହାଯାଉଥିଲା ତାର ଅର୍ଥ କଣ ଥିଲା ହେଲା ଅପସନ କଣ ଦେଇଛି ଟ୍ରାଇବ କୁହାଯାଉଥିଲା ନା କିଙ୍ଗ କୁହାଯାଉଥିଲା ନା ଲ୍ୟାଣ୍ଡ ନା ହଉଛି ପ୍ରାଇଷ୍ଟ ହେଲା ଜନର ଅର୍ଥ କଣ ଥିଲା ବେଦିକ ପିରିୟଡରେ ହେଲା ସଠିକ ଉତ୍ତର କଣ ହବ ନା ଅପସନ ନମ୍ବର ଏ କି ଟ୍ରାଇବ ଜନ କହିଲେ କଣ ଜନଜାତି ଯେ କି ଯୋଉ ଲୋକମାନେ ରହୁଥିଲେ ଜନଜାତି ରହୁଥିଲେ ସେମାନେ କଣ କୁହାଯାଉଥିଲା ଜନ ବୋଲି କୁହାଯାଉଥିଲା ହେଲା ମନେ ରହିବ ନେକ୍ସଟ ଗୋଟେ ପଏଣ୍ଟ ମନେ ରଖିବେ କଣ ନା ଯୋଉ ବେଦିକ ପିରିୟଡ ରେ ଯୋଉମାନେ କଣ କରୁଥିଲେ ନା ଶିକ୍ଷା ଲାଭ କରୁଥିଲେ ବା ପାଠ ପଢୁଥିଲେ ସେମାନଙ୍କୁ କଣ ବୋଲି କୁହାଯାଉଥିଲା ନା ବ୍ରହ୍ମଚାରୀ ହେଲା ଯୋଉମାନେ ପାଠ ପଢୁଥିଲେ ତାକୁ କଣ କୁହାଯାଉଥିଲା ନା ବ୍ରହ୍ମଚାରୀ ବୋଲି କୁହାଯାଉଥିଲା ଏଇଟା ସର୍ଟ କୋଶ୍ଚିନ୍ ପଚାରେ ବେଳେ ଯେ ଏଇ ଯୋଉ ଇୟରଲି ବେଦିକ ପିରିୟଡ ରେ ଇୟରଲି ବେଦିକ ପିରିୟଡ ବେଳକୁ ଆମର ଯୋଉମାନେ ଶିକ୍ଷା ଲାଭ କରୁଥିଲେ ବା ଜ୍ଞାନ ଅର୍ଜନ କରୁଥିଲେ ସେମାନେ କଣ କୁହାଯାଉଥିଲା ନା ବ୍ରହ୍ମଚାରୀ ବୋଲି କୁହାଯାଉଥିଲା ହେଲା ଆଉ ଗୋଟେ ହଉଛି କଣ ଏଇ ଯୋଉ ନାରୀ ମାନଙ୍କ ସ୍ଥାନ କେମିତି ଥିଲା ଯୋଉ ଇୟରଲି ଆମର ଯୋଉ ବେଦିକ ପିରିୟଡ ରେ କଣ ହବ ନା ସେମାନେ ଯୋଉ ଆପାଲା ବିଶ୍ଵମରା ଘୋଷା ଆଦି ନାରୀ ମାନେ ପ୍ରସ୍ତୁତ ଥିଲେ ହେଲେ ତେଣୁ ପଚାରି ପାରେ ଯେ ଇୟରଲି ବେଦିକ ପିରିୟଡରେ କୋଉ ନାରୀ ପ୍ରସ୍ତୁତ ଥିଲେ ଅପସନ ଦେଇଥିବ ତା ଭିତରେ ଯଦି ଆପାଲା ଥିବ ବିଶ୍ଵମରା ଥିବ ଘୋଷା ଥିବ ତାହେଲେ ସେମାନେ ଆମର ସେ ସମୟରେ କଣ ପ୍ରସିଦ୍ଧ ଥିଲେ ସେତେବେଳେ ନାରୀ ମାନଙ୍କର ଶିକ୍ଷାକୁ ଅଧିକ ପ୍ରାଧାନ୍ୟ ଦିଆଯାଉଥିଲା କୌଣସି ପ୍ରକାର ବାଲ୍ୟ ବିବାହ ପରଦା ପ୍ରଥା ଏଟା କିଛି ନଥିଲା ଇୟରଲି ବେଦିକ ପିରିୟଡ ସମୟରେ
ସେତେବେଳେ କଣ ଥିଲା ନା ଏଇ ସମୟରେ ଧର୍ମ ଏକାସ୍ୱରବାଦ ମାନେ ଗୋଟେ ହିଁ ଭଗବାନ ଅଛନ୍ତି, କୌଣସି ଆଇଡିଓଲୋଜି ବା ମନ୍ଦିର ଯାଇକି ମୂର୍ତ୍ତି ପୂଜା କରିବା ସେଟା ନଥିଲା। ତମେ ଯୋଉ ଧର୍ମକୁ ଯାହା ଖାଲି ପୂଜା କରି ଏକ ସ୍ୱରବାଦ ମାନେ ତମେ ଯୋଉ ଭଗବାନଙ୍କୁ ଗୋଟେ ହିଁ ଭଗବାନ ଅଛନ୍ତି ନିଜ କର୍ମ ଉପରେ ବିଶ୍ୱାସ କରେ ସେଇ ଭାବରେ ଥିଲା। ଆଉ ଗୋଟେ ଯଦି ଆପଣ ଦେଖିବେ ପୋଷାକ କଥା କହିବେ ତାହେଲେ ପୋଷାକର କଣ ଦି ପ୍ରକାର ଥିଲା ହେଲା, ସାଧାରଣତଃ ସୂତା ଆଉ ପଶମରେ ସେମାନେ ପିନ୍ଧୁଥିଲେ, କିନ୍ତୁ ଯୋଉ ଉପରେ ଯୋଉ ପିନ୍ଧୁଥିଲେ ହେଲା ସେଟା କଣ କୁହାଯାଉଥିଲା ଆଦି ଭାଷା କୁହାଯାଉଥିଲା ହେଲା। ଆଦି ଭାଷା ଆଉ ତଳେ ଯୋଉ ବଡିର ତଳ ପାଟ ଯୋଉ ପିନ୍ଧୁଥିଲେ ସେଟା କଣ କୁହାଯାଏ ଭାଷା କୁହାଯାଉଥିଲା ହେଲା। ଦେଖିବେ ଉପର ପାଟକୁ ଆଦି ଭାଷା ଆଉ ତଳ ପାଟକୁ ଯୋଉ କପଡା ପିନ୍ଧୁଥିଲେ ତାକୁ କଣ କୁହାଯାଉଥିଲା ଭାଷା କୁହାଯାଉଥିଲା, ଆଉ ଅନ୍ତ ବସ୍ତ୍ର ଗୁଡାକୁ ନିବି ଭାଷା ବୋଲି କୁହାଯାଉଥିଲା। ତେଣୁ କପଡାରେ ଯଦି ପୋଷାକ ଉପରେ ଯଦି କ୍ୱେଶ୍ଚନ ପଚାରେ ଆପଣ ଏମିତି ଲେଖିପାରିବେ। ପରବର୍ତ୍ତୀ ପ୍ରଶ୍ନ ରହିଲା ଆଉ ଯୋଉ ହୁଇଚ ବେଦ ଡିଲ୍ସ ୱିଥ ଦ ମ୍ୟୁଜିକ ହେଲା। ତେଣୁ ବେଦ ଉପରେ କ୍ୱେଶ୍ଚନ ଗୁଡାକ ଆସିଲା ଯେ ଆମର ଯୋଉ ବେଦ ଗୁଡାକ ରହିଲା ହେଲା ତା ଭିତରୁ କୋଉଟା ମ୍ୟୁଜିକ ବା ଆମର ସଙ୍ଗୀତ ସହିତ ରିଲେଟେଡ ଥିଲା, ଯେମିତି ରିକ୍ ବେଦ, ସାମ ବେଦ ହେଲା, ୟଜୁର ବେଦ ହେଲା। ତେଣୁ ୟା ଭିତରୁ କୋଉଟା କଣ ଥିଲା ନା ଆମର ହଉଛୁ ସଙ୍ଗୀତ ସହିତ ରିଲେଟେଡ ଥିଲା। ତେଣୁ ୟାର ସଠିକ ଉତ୍ତର କଣ ହବ ନା ଅପସନ ନମ୍ବର ବି ସେଟା କଣ ଅଛି ସାମବେଦ ହେଲା। ସାମବେଦଟା ମନେ ରଖିଥିବେ ରିକ୍ ବେଦ ହଉଛି କଣ ନା ସମାଜରେ କେମିତି ରହଣୀ ଚଳନୀ ହେଲା। ତେଣୁ ଏଇ ଯୋଉ ଆମର ବେଦିକ ଅର୍ଲି ବେଦିକ ପିରିୟଡ ଆଉ ଯୋଉ ଲେଟର ବେଦିକ ପିରିୟଡ ସେମାନେ ଲୋକମାନେ କେମିତି ରହୁଥିଲେ ଜନବସତି ଚାଲିଚଳନି ସେଟା କୋଉ ବେଦରୁ ମିଳେ ନା ହଉଛି ରିକ୍ ବେଦରୁ ମିଳେ। ସାମ ବେଦରୁ କଣ ମିଳେ ନା ଯୋଉ ପୂଜା କରିବାର ବିଭିନ୍ନ ପ୍ରକାର ଶ୍ଳୋକ ଗୁଡାକ ମାନେ ମ୍ୟୁଜିକ ଗୁଡାକ ସେଟା ସାମ ବେଦରୁ ମିଳେ ହେଲା। ତାପରେ ଆସିବ ଅଥର୍ବ ବେଦ। ଅଥର୍ବ ବେଦ ହଉଛି ଯେତିକି ବ୍ଲାକ୍ ମ୍ୟାଜିକ ହେଲା, ମାନେ ଲୋକମାନେ ନିଜ ନିଜର କାମ ପାଇଁକା ବ୍ୟବହାର କରୁଥିଲେ ଯୋଉଟାକ ସେଟା କଣ କହୁଥିଲା ଅଥର୍ବ ବେଦ ହେଲା। ତେଣୁ ଏଗୁଡାକ ସବୁ ରହିଥିଲା ଯେମିତି କି ରହିଥିଲା। ତେଣୁ ମନେ ରଖିଥିବେ ଯଦି ପଚାରେ ବେଳେ ବେଳେ କଣ ରିକ୍ ବେଦରେ ଆମର ହାଇମ୍ସ କେତେଟା ଥିଲା ବା ମଣ୍ଡଳ କେତେଟା ଥିଲା କଣ ହବ ମନେ ରଖିଥିବେ ରିକ୍ ବେଦରେ ହାଇମ୍ସ କେତେଟା ଥିଲା ଆମର ହବ 1028ଟା ଏଟା ହାଇମ୍ସ ଥିଲା। ତାପରେ ହଉଛି କଣ ମଣ୍ଡଲା ଥିଲା କେତେଟା ନା 10ଟା ଥିଲା। 1028ଟା ଆମର ହାଇମ୍ସ ଥିଲା, ମଣ୍ଡଳ ଥିଲା 10ଟା। ତାପରେ ଆସିବ କଣ ନା ଆମର ସରସ୍ୱତୀକୁ ଡାଏଟ୍ରି ରିଭର ବୋଲି କୁହାଯାଉଥିଲା। କହିଥିଲି ଇୟର୍ଲି ଯୋଉ ଆମର ବେଦିକ ପିରିୟଡରେ କାହାକୁ ଅଧିକ ପ୍ରାଧାନ୍ୟ ଦିଆଯାଉଥିଲା ନା ସରସ୍ୱତୀକୁ। ସେମିତି ଯଦି ପଚାରେ ଋଗ୍ ବେଦ ବି ତାହେଲେ ସେଇ କଣ ହବ ସରସ୍ୱତୀ ହବ। ତାପରେ ଆସିବ କଣ ସମବେଦ। ସମବେଦରେ ଯେମିତିକି ଆପଣ ପଢିଲେ 1028 ଆମର କଣ ରହିଲା ହାଇମ୍ସ ରହିଲା ଆଉ 10ଟା ମଣ୍ଡଲାସ ରହିଲା। ସେମିତି ଯୋଉ ସାମ ବେଦରେ କଣ ଥିଲା ନା ସଙ୍ଗୀତ ଥିଲା। ସଙ୍ଗୀତରେ ବି ଟୋଟାଲ 1603 ହେଲା। 1603ଟା ଆମର କଣ ଥିଲା ନା ଭର୍ଷା ଥିଲା। ଯେହେତୁ ଭର୍ଷା କଣ ସଙ୍ଗୀତକୁ ଭର୍ଷାରେ ଡିଭାଇଡ କରାଯାଇଥାଏ, ତେଣୁ 1603ଟା ଭର୍ଷା ଥିଲା। ସେଇଥିରୁ 99ଟା କେବଳ ନୂଆ ଲେଖା ହେଇଥିଲା, ଆଉ ଯୋଉ ଏକ୍ସଟ୍ରା ପାର୍ଟ ଗୁଡା ରହିଲା ସେଟା ଋଗ୍ ବେଦରୁ ନିଆଯାଇଥିଲା। ତେଣୁ କ୍ୱେଶ୍ଚନ ପଚାରି ପାରେ ଯେ ସାମ ବେଦର ଯୋଉ ଯେତେଟା ଆମର କଣ ରହିଛି ନା ଭର୍ଷା ରହିଛି ହେଲା, ସେଇ ଭର୍ଷାର କେତେଟା ଅରିଜିନାଲ ଥିଲା 99ଟା, ଆଉ ଯଦି ପଚାରେ କେତେଟା ଆସିଥିଲା ଆମର ରିକ୍ ବେଦରୁ ତାହେଲେ ଆମର କଣ କରିବେ 1603ରୁ 99ଟା ମାଇନସ କରିଦେବେ। ତାପରେ ଯେତିକି ରହିଲା ସେଟା ଆମର କଣ ଆସିଥିଲା ରିକ୍ ବେଦରୁ ଆସିଥିଲା ହେଲା। ଆଉ ତାପରେ ପଚାରେ ୟଜୁର ବେଦକୁ କେତେ ଭାଗରେ ବିଭକ୍ତ କରାଯାଇଛି। ୟଜୁର ବେଦକୁ ବା ଯଜୁର ବେଦକୁ ଆମର ଦୁଇ ଭାଗରେ ବିଭକ୍ତ କରାଯାଇଛି, ଗୋଟେ ହ୍ୱାଇଟ ଆଉ ଗୋଟେ ହଉଛି କଣ ବ୍ଲାକ୍ ୟଜୁର ବେଦ ହେଲା। ତେଣୁ ହ୍ୱାଇଟ ଟାକୁ କଣ କୁହାଯାଏ ନା ହଉଛି ଶୁକ୍ଳ ୟଜୁର ବେଦ, ଆଉ ବ୍ଲାକ୍ ୟଜୁର ବେଦକୁ କଣ କୁହାଯାଏ କୃଷ୍ଣ ୟଜୁର ବେଦ ହେଲା। ହ୍ୱାଇଟ ଟାକୁ କଣ କୁହାଯାଏ ନା ହଉଛି ଶୁକ୍ଲା ହେଲା, ଶୁକ୍ଲା। ଆଉ ତାପରେ ହଉଛି ଆମର ବ୍ଲାକ୍ ୟଜୁର ବେଦକୁ କଣ କୁହାଯାଏ ନା କୃଷ୍ଣା ୟଜୁର ବେଦ ହେଲା। ଏଇଟା ମନେ ରଖିଥିବେ ବେଳେ ବେଳେ ପଚାରିଦିଏ ହ୍ୱାଇଟ ଆଉ ବ୍ଲାକ୍ ଭିତରେ ହେଲା। ନେକ୍ସଟ ଆସିଲା କଣ ଲେଟର ବେଦିକ ପିରିୟଡ ଏମ୍ଫାସାଇଜ ହେଲା। ଯୋଉ ପରବର୍ତ୍ତୀ ବୈଦିକ ଯୁଗ କାହା ଉପରେ ଗୁରୁତ୍ୱ ଦଉଥିଲା, ଯେମିତି କି ଅପସନ କଣ ଦେଇଛି ନୋମାଡିକ ଲାଇଫ ଯାଯାବର ଜୀବନ ଉପରେ, ନା ହଉଛି ରିଚୁଆଲସ ଆଚାର ଉପରେ, ଟ୍ରାଭେଲ୍ସ ଭ୍ରମଣ ଉପରେ, ନା ହଉଛି ସାଇନ୍ସ ବିଜ୍ଞାନ ଉପରେ। ଯେହେତୁ ଆମର କଣ ଇୟର୍ଲି ବେଦିକ ପିରିୟଡରେ ରହଣୀ ମାନେ ତାଙ୍କର କଣ ଥିଲା ରିଚୁଆଲ ଉପରେ ଅଧିକ ପ୍ରାଧାନ୍ୟ ଥିଲା, କିନ୍ତୁ ଲେଟର ପିରିୟଡ ଟାଇମରେ କାହା ଉପରେ ଏମ୍ଫାସାଇଜ କରୁଥିଲା ଅପସନ ନମ୍ବର ବି ଯେଟା କି ରିଚୁଆଲସ ହେଲା। ମାନେ ଆଚାର କେମିତି ବ୍ୟବହାର କରାଯାଏ ତା ଉପରେ ଡିପେଣ୍ଡ କରୁଥିଲା ହେଲା। ମୋର ଏଟା ବଢିଆ କ୍ୱେଶ୍ଚନଟା ଥିଲା ହେଲା। ତାପରେ ଆସିଲା ନେକ୍ସଟ କ୍ୱେଶ୍ଚନ ଶ୍ୟାମଜ ଆରିୟନ ହେଲା ଇନ ଦ ଲେଟର ବେଦିକ ୱାଜ। ପରବର୍ତ୍ତୀ ବୈଦିକରେ ଶ୍ୟାମ ଆୟନ୍ସ କଣ ହେଲା। ଶ୍ୟାମ ଆୟୋସ ବୋଲି କୁହାଯାଉଥିଲା କାହାକୁ, ଗୋଲ୍ଡ କୁହାଯାଉଥିଲା, କପର କୁହାଯାଉଥିଲା, ଆଇରନ୍ କୁହାଯାଉଥିଲା, ସିଲଭର କୁ କୁହାଯାଉଥିଲା ହେଲା। ଶ୍ୟାମ ଆୟୋସ ବୋଲି କାହାକୁ କୁହାଯାଉଥିଲା ଲେଟର ଚାଇଲ୍ଡହୁଡରେ ସଠିକ ଉତ୍ତର କଣ ଆଇରନ୍ କଣ ହଉଥିଲା ଶ୍ୟାମ ଆୟୋସ ବୋଲି କୁହାଯାଉଥିଲା ହେଲା। ଆଉ ତାପରେ ଅଲଗା ଗୁଡାକ ନାଁ ସବୁ ରହିଛି, ତେଣୁ ମନେ ରଖିବେ ଏଇଟା ଇମ୍ପୋର୍ଟାଣ୍ଟ ଅଛି ଶ୍ୟାମଜ ଆଇରନ୍ କାହାକୁ କୁହାଯାଉଥିଲା ନା ଲୁହାକୁ ଆମର କୁହାଯାଉଥିଲା ଶ୍ୟାମ ଆୟନ୍ସ ବୋଲି କୁହାଯାଉଥିଲା ହେଲା। ତାପରେ ନେକ୍ସଟ କ୍ୱେଶ୍ଚନ ଆସିଲା ଆସେମ୍ବଲି ଅଫ ଏଲ୍ଡର୍ସ ୱାଜ କଲ୍ଡ। ସେଇ ଲେଟର ଚାଇଲ୍ଡହୁଡ ଲେଟର ବେଦିକ ପିରିୟଡରେ ଚାଇଲ୍ଡହୁଡ ହେଇଯାଉଛି ହେଲା। ସିଡିପି ଟା ପଢଉଥିଲେ ସେଥିପାଇଁ ରହିଯାଇଛି ହେଲା। ତେଣୁ କଣ ହବ ନା ଲେଟର ବେଦିକ ପିରିୟଡରେ ଆମର ଯୋଉ ବୟୋଜ୍ୟେଷ୍ଠ ମାନଙ୍କର ସଭାକୁ କଣ ବୋଲି କୁହାଯାଉଥିଲା। ଇମ୍ପୋର୍ଟାଣ୍ଟ କ୍ୱେଶ୍ଚନ ଏଟା ଟିକେ ଦେଖିଦେଇଥିବେ ହେଲା। ସଭା କୁହାଯାଉଥିଲା, ସମିତି କୁହାଯାଉଥିଲା, ବିଧାତା ବୋଲି କୁହାଯାଉଥିଲା, ନା ଗଣ ବୋଲି କୁହାଯାଉଥିଲା ହେଲା। ତେଣୁ ଲେଟର ବେଦିକ ପିରିୟଡରେ ଯୋଉ ବୟୋଜ୍ୟେଷ୍ଠ ମାନେ ବା ଏଲ୍ଡର୍ସ ମାନେ ଯୋଉ ସଭା କରୁଥିଲେ କଣ ବୋଲି କୁହାଯାଉଥିଲା ନା ସଭା ବୋଲି କୁହାଯାଉଥିଲା। ସେଇ ନାଁଟା ବି ଏବେ ପର୍ଯ୍ୟନ୍ତ ଅଛି, ଆମେ ଯୋଉ ସଭା ବୋଲି କହୁଥିଲୁ
ଆଉ ଜେନେରାଲ ଆସେମ୍ବଲି ଯଦି ହଉଥିଲା ତାକୁ ଆମର କଣ କହୁଥିଲା ସମିତି କୁହାଯାଉଥିଲା ଆଉ ତ ଅଲଗା ଅଲଗା ଯୋଉଗୁଡାକ ନାଁ ଗୁଡାକ ରହିଲା କଣ ରହିଲା ହେଲା। ତାପରେ ଆସିଲା ନେକ୍ସଟ ଆସିଲା କଣ ମିଡିଏଭାଲ ହିଷ୍ଟ୍ରି ହେଲା। ମିଡିଏଭାଲ ହିଷ୍ଟ୍ରି ଆରମ୍ଭ ହେଇଯିବ କେବେ ନା ଆମର ଯେତେବେଳେ ମନେ ରଖିଥିବେ କଣ 712 ହେଲା କ୍ୱେଶ୍ଚନ ବେଳେ ପଚାରିପାରେ ଯେ ଆମର ମୁସଲିମ ମାନେ ପ୍ରଥମ କରି ଓଡିଶା ଆମର ଭାରତକୁ କେବେ ଆକ୍ରମଣ କରିଥିଲେ ମନେ ରଖିଥିବେ କଣ 712 ଖ୍ରୀଷ୍ଟାବ୍ଦ ହେଲା। 712 ଖ୍ରୀଷ୍ଟାବ୍ଦରେ ପ୍ରଥମେ ମୁସଲିମ ମାନେ ଆମର ଭାରତକୁ ଆକ୍ରମଣ କରିଥିଲେ। ପ୍ରଥମେ ସେମାନେ ଗରମ ମସଲା ହଉ ହାତୀଦାନ୍ତ ହଉ ହୀରା ହଉ ଆଉ ମଣି ବିଭିନ୍ନ ବାଣିଜ୍ୟ କରୁଥିଲେ ଆଉ ହିନ୍ଦୁ ରାଜା ମାନେ ଯେଉଁମାନେ ଥିଲେ ସେମାନଙ୍କ ପରମିଶନ ନେଇ ସେମାନେ ନିଜ ଧର୍ମ ପ୍ରଚାର କରୁଥିଲେ ବା ବାଣିଜ୍ୟ କରୁଥିଲେ। ମୁସଲିମ ମାନେ କେତେବେଳେ ପୁରାପୁରି ଆମର ଇଣ୍ଡିଆକୁ କ୍ୟାପଚର କଲେ ମନେ ରଖିଥିବେ କେତେ ମସିହାରେ ନା ହଉଛି 1192 ମସିହାରେ କଣ ହେଲା ସେକେଣ୍ଡ ତିରୋରୀ ଯୁଦ୍ଧ ଯୋଉଟା କି ହେଇଥିଲା କଣ ମହମ୍ମଦ ଘୋରୀ ଆଉ ଆମର ହଉଛୁ ଯୋଉ ପୃଥ୍ୱୀରାଜ ଚୌହାନ ତାଙ୍କ ମଧ୍ୟରେ ସେକେଣ୍ଡ ବ୍ୟାଟେଲ ଅଫ ତରାରୀ ବା ତରାରୀ ଦ୍ୱିତୀୟ ଯୁଦ୍ଧ ହେଇଥିଲା ଯାହା ଫଳରେ କଣ ଆମର ପୃଥ୍ୱୀରାଜ ଚୌହାନ ହାରିଗଲେ ମହମ୍ମଦ ଘୋରୀ ଜିତିଗଲେ ସେଇଠୁ ଆମର କଣ ହେଲା ପୁରା ଇଣ୍ଡିଆରେ ମୁସଲିମ ମାନେ ରାଜୁତି ଆରମ୍ଭ କରିଥିଲେ। ପ୍ରଥମେ ଆସିଲା ତାଙ୍କର କଣ ଦାସ ବଂଶ ଯୋଉଥିରେ କି ଆମର ମହମ୍ମଦ ଘୋରୀ ପଳେଇ ଗଲେ ତାଙ୍କର ଜଣେ ଦାସ କିଏ ଥିଲା ନା ଆମର କୁତୁବୁଦ୍ଦିନ ଆଇବକ ତାଙ୍କୁ ରଖିଦେଇଥିଲେ। ସେଇଠୁ ଆମର କଣ ହେଲା ମୁସଲିମ ମାନଙ୍କର ଶାସନ ଆରମ୍ଭ ହେଇଗଲା। ତେଣୁ 1206 ରୁ ମନେ ରଖିଥିବେ କେତେ ନା 1526 ପର୍ଯ୍ୟନ୍ତ ପୁରା ଆମର କଣ ହେଲା ମୁସଲିମ ମାନେ ଶାସନ କଲେ ଯୋଉଥିରେ କି ତାଙ୍କର ରାଜବଂଶ ଗୁଡାକ ମନେ ରଖିବା ପାଇଁ ସର୍ଟକଟ କହୁଛି କଣ ମନେ ରଖିଥିବେ ନା ହଉଛି ଦେଖିତ ସଲ ହେଲା। ଦେଖି ହଉଛି କଣ ଫାଷ୍ଟ ହଉଛି ଦେଖିର ଦାସ ବଂଶ କ୍ଷୀର ହଉଛି ଖିଲଜି ବଂଶ ସ ଦେଖିତ ତ ହେଲା ତୋର ହଉଛି ତୁଗଲକ ବଂଶ ସ ହଉଛି କଣ ସୟଦ ବଂଶ ଲ ହଉଛି କଣ ଲଦି ବଂଶ। ତେଣୁ ଏଇଟା ଦେଖିତ ସଲ ଦେଖିତ ସଲରେ ହଉଛି ତାଙ୍କର ଏଇ ରାଜବଂଶଟା ଅର୍ଡର ଅନୁସାରେ ମନେ ରଖିଥିବେ ବେଳେ କ୍ୱେଶ୍ଚନ ପଚାରି ଦିଏ ଯେ କାହା ପରେ କିଏ କୋଉ ଶାସନ କରୁଥିଲେ ଦେଖିତ ସଲ ସେ ଅନୁସାରେ ମନେ ରଖିଥିବେ ହେଲା। ତେଣୁ ପ୍ରଥମେ ଏଠି ସେ କ୍ୱେଶ୍ଚନ ଦେଇଛି ଯେ ଆମର ହୁ ଏଷ୍ଟାବ୍ଲିଶ ଦ ସ୍ଲେଭ ଡାଇନେଷ୍ଟି ବା ଆମର ଦାସତ୍ୱ ଯୋଉ ଗୁଲାମ ବଂଶଟା କିଏ ଏଷ୍ଟାବ୍ଲିଶ କରିଥିଲେ ଅପସନ କଣ ଦେଇଛି ଆଇବାକ ଇଲତୁତମିଶ ବଲବନ ଆଉ ଯେ ରେଜିଆ ହେଲା। ତେଣୁ ଟିକେ ଆଗରୁ କହି ଆସିଲି କିଏ ଜିତିଲେ ନା ଆମର ମହମ୍ମଦ ଘୋରୀ ଜିତିଲେ ତାଙ୍କର ଯୋଉ ଦାସ ଥିଲା କିଏ ନା ହଉ ଯୋଉ କୁତୁବୁଦ୍ଦିନ ଆଇବକ ତାଙ୍କୁ ଦେଇଥିଲେ ତେଣୁ ସଠିକ ଉତ୍ତର ହବ ଅପସନ ନମ୍ବର ଏ ଆଇବାକ ହେଲା। କୁତୁବୁଦ୍ଦିନ ଆଇବକ ଫାଉଣ୍ଡର ଅଫ ଆମର ଯୋଉ ଆମର ସ୍ଲେଭ ଡାଇନେଷ୍ଟି ବା ଆମର ଗୁଲାମ ବଂଶର ସେ କଣ ଥିଲେ ନା ଏଷ୍ଟାବ୍ଲିଶ କରିଥିଲେ। ତାପରେ ଆସ୍ତେ ଆସ୍ତେ ଅଲଗା ବଂଶ ଗୁଡାକ ଆସିବ ହେଲା। ତେଣୁ ଏଇଟା ଗଲା। ତାପରେ ନେକ୍ସଟ କ୍ୱେଶ୍ଚନ ଅଛି କଣ ନା ହଉଛି ସୁଲତାନ ହୁ ଇଣ୍ଟ୍ରୋଡ୍ୟୁସ ଦ ଦିଘା ସିଷ୍ଟମ ହେଲା। ଦିଘା ବା ଦିଘା ସିଷ୍ଟମ ଟା ପ୍ରଚଳନ କିଏ କରିଥିଲେ ଆଲାଉଦ୍ଦିନ ଫିରୋଜ ଶାହ ଆଉ ତାପରେ ଅପସନ ନମ୍ବର ସି ଅଛି ବାବର ହଉଛି ଆକବର ହେଲା। ତେଣୁ ଦିଘା ଯୋଉ ସିଷ୍ଟମ ଟା କିଏ ଇଣ୍ଟ୍ରୋଡ୍ୟୁସ କରିଥିଲେ ଅପସନ ନମ୍ବର ଏ ଯୋଉଟା କି ଆଲାଉଦ୍ଦିନ ହେଲା। ଆଲାଉଦ୍ଦିନ ଖିଲଜିଙ୍କ ଦିଘା ସିଷ୍ଟମ କରିଥିଲେ ତାଙ୍କ ବିଷୟରେ ଆଉ ଗୋଟେ ଶୁଣି ନିଅନ୍ତୁ କଣ ହଉଛି ନା ଆଉ ତାଙ୍କ ପାଖରେ କଣ ବେଳେ ବେଳେ ପଚାରେ ଯେ ଆମର ରାଜାଙ୍କ ମୁସଲିମ ରାଜାଙ୍କ ଭିତରେ କାହା ପାଖରେ 84,000 ଆମର କଣ ଦାସ ଥିଲେ ମନେ ରଖିବେ କଣ ଆଲାଉଦ୍ଦିନ ଖିଲଜି ହେଲା। ତେଣୁ ସେମାନେ ଦାସ ସବୁ ଦାସତ୍ୱ ପ୍ରଥା ରହିଥିଲା ତେଣୁ ସେତେବେଳେ କଣ ଥିଲା 84,000 ଦାସ କେବଳ ଆଲାଉଦ୍ଦିନ ଖିଲଜି ରଖିଥିଲେ। ଆଉ ମହମ୍ମଦ ବିନ ତୁଗଲକ ଯିଏ ଥିଲେ ସେ କଣ ଚାଇନାର ସମ୍ରାଟକୁ 100 ଦାସ ଗାୟକ ଆଉ ଗାୟିକା ଆଉ ନର୍ତ୍ତକୀ ରୂପରେ 100 ଦାସୀ ପ୍ରଦାନ କରିଥିଲେ ହେଲା। ମାନେ ବେଳେ ବେଳେ ପଚାରିଦିଏ ଚୀନକୁ ଆମର କୋଉ ମୁସଲିମ ରୁଲର ବା ଆମର ଶାସକ 100 ଦାସ ଆଉ ଗାୟକ ନର୍ତ୍ତକୀ ରୂପେ 100 ଦାସୀ ପ୍ରଦାନ କରିଥିଲେ ନା ମହମ୍ମଦ ବିନ ତୁଗଲକ ହେଲା। ଆଉ 84,000 ଦାସ କିଏ ରଖିଥିଲେ ନା ଆଲାଉଦ୍ଦିନ ଖିଲଜି। ପରବର୍ତ୍ତୀ ପ୍ରଶ୍ନ ରହିଛି ହୁ ରୋଟ ଦା ଆକବର ନାମା ଆକବର ନାମାଟା ଲେଖିଥିଲେ କିଏ ଅପସନ କଣ ଦେଇଛି ଆବୁଲ ଫାଜିଲ ଆଉ ବାଦାଉନି ନା ହଉଛି ବୀରବଲ ନା ହଉଛି ତାନସେନ ହେଲା। ଆକବର ନାମାଟା ଲେଖିଥିଲେ କିଏ ଆକବର ନାମାଟା ଆକବରଙ୍କ ଉପରେ ଲେଖା ହେଇଥିଲା ତେଣୁ ସଠିକ ଉତ୍ତର କଣ ହବ ନା ଆବୁଲ ଫାଜିଲ। ଆବୁଲ ଫାଜିଲ ଲେଖିଥିଲେ କଣ ନା ଆମର ହଉଛି ଆକବର ନାମା ହେଲା। ତେଣୁ ଅଲଗା ଯେଉଁମାନେ ଥିଲେ ସେମାନେ ବି ଆକବରଙ୍କ ଯୋଉ ତାଙ୍କର କୋଟ ଗୁଡାକ ଥିଲା ମାନେ ଧର୍ମ ପ୍ରଚାର କରିବା ପାଇଁ ଥିଲା ସେମାନେ ବି ଥିଲେ କିନ୍ତୁ ଆମର କଣ ଥିଲା ନା ଆକବର ନାମଟା ଲେଖିଥିଲେ କିଏ ନା ଆମର ଅବଦୁଲ ଫାଜିଲ ବା ଲେଖିଥିଲେ ବା ଅବୁଲ ଫାଜିଲ ବି କୁହାଯାଏ। ତେଣୁ ଫାଷ୍ଟ ଯୋଉ ସ୍ଲେଭ ଡାଇନେଷ୍ଟ ଆପଣଙ୍କୁ ଅର୍ଡରଟା କହିଦଉଛି କିଏ କିଏ ଯଦି ମନେ ରଖିପାରୁଛନ୍ତି ମନେ ରଖିଦିଅନ୍ତୁ ହେଲା। ସେତେ ପଢିବେନି କିନ୍ତୁ କହିଦଉଛି ଟିକେ ମନେ ରଖିବେ। ଫାଷ୍ଟ ଆମର ସ୍ଲେଭ ଡାଇନେଷ୍ଟ ଆସିବ କି ନା କୁତବୁଦ୍ଦିନ ଆଇବକ ଯିଏ କି 1206 ରୁ 1210 ହେଲା। 1206 ରୁ 1210 1206 ରୁ 1210 ପର୍ଯ୍ୟନ୍ତ ସିଏ ରହିବ କୁତବୁଦ୍ଦିନ ଆଇବକ ହେଲା। ଯିଏକି ମାମଲୁକ ଡାଇନେଷ୍ଟି ବା ଆମର ଯୋଉ ଦାସତ୍ୱ ପ୍ରଥା ଦାସ ବଂଶ ସିଏ କଣ କରିଥିବ ନା ଆମର ଆରମ୍ଭ କରିଥିବ। ତାପରେ ଆସିବ କି ଆରମ ଶାହ ତାପରେ ଆସିବ ଇଲତୁତମିଶ ହେଲା। ଇଲତୁତମିଶ କୁତବୁଦ୍ଦିନ ଆଇବକର କଣ ଥିବ ସନ୍ନିଲ୍ୟ ଥିବ ହେଲା। ସିଏ ବି କଣ ଥିବ ଦାସ ଥିବ। ତେଣୁ ଆମର ବେଳେ ବେଳେ କ୍ୱେଶ୍ଚନ ପଚାରେ ଯେ ଆମର ଦାସର ଦାସ ବୋଲି କାହାକୁ କୁହାଯାଏ ନା ହଉଛି ଇଲତୁତମିଶ କୁ କୁହାଯାଏ ହେଲା। ଯେହେତୁ ତା ଯୋଉ ଇଏ ଥିବେ କିଏ ଆମର ଶ୍ୱଶୁର ଥିବେ ସିଏ ବି ଦାସ ଥିବେ ତେଣୁ ଇଲତୁତମିଶ ବି ତାଙ୍କ ଶ୍ୱଶୁରଙ୍କର ଦାସ ଥିବ ତେଣୁ ସେଥିପାଇଁ ୟାକୁ ଇଲତୁତମିଶକୁ କଣ କୁହାଯାଏ ଦାସର ଦାସ ବା ଆମର କଣ ସ୍ଲେଭ ଅଫ ଦ ସ୍ଲେଭ ବୋଲି କୁହାଯାଏ କାହାକୁ ଇଲତୁତମିଶକୁ କୁହାଯାଏ। ତାପରେ ନେକ୍ସଟ ଆସିବ କିଏ ନା ରେଜିଆ। ରେଜିଆ କିଛି ପ୍ରଥମ
ଫିମେଲ ରୁଲର ଥିବ ମୁସଲିମ ମାନଙ୍କର ହେଲା। ତେଣୁ ମନେ ରଖିଥିବେ, ବେଳେ ପଚାରେ ରେଜିଆ କେବେ ହେଇଥିଲା ନା 1236 ରେ ହେଇଥିଲେ। 1236 ରୁ 1240 ପର୍ଯ୍ୟନ୍ତ ପ୍ରଥମ ଫିମେଲ ରୁଲର ହେଇଥିଲା ଆମର ଯୋଉ ମୁସଲିମ ମାନଙ୍କର ରେଜିଆ ସୁଲତାନ ହେଲା। ଏଟା ମନେ ରଖିବେ। ତାପରେ ନେକ୍ସଟ ଆସିବେ କିଏ ନା ବଲବନ ହେଲା। ବଲବନ 1266 ରୁ 1286 ଭିତରେ ରହିଥିବେ। ତାପରେ ଆମର କଣ ହେଇଯିବ ନା ଆମର ଯୋଉ ଆମର ଫାଷ୍ଟ ଯୋଉ ସ୍ଲେଭ ଡାଇନେଷ୍ଟି ଟା ସରିଯିବ। ତାପରେ ଆସିବ କଣ ଖିଲଜି ଡାଇନେଷ୍ଟି ହେଲା। ତେଣୁ ତାପରେ ଆସିଲା କ୍ୱେଶ୍ଚନ ଫାଷ୍ଟ ବ୍ୟାଟଲ ଅଫ ପାନିପତ ହେଲା। ବ୍ୟାଟଲ ଅଫ ପାନିପତ ଯେ କି ଆମର ବାବର ଲଢିଥିଲେ ସେଟା କେତେ ମସିହାରେ ହେଇଥିଲା? 1526, 1556, 1561, 1576। ତେଣୁ ସଠିକ ଉତ୍ତର କଣ ହବ ଯେ ଆମର ବ୍ୟାଟଲ ଅଫ ପାନିପତ କେବେ ହେଇଥିଲା ନା ଅପସନ ନମ୍ବର ଏ ଯୋଉଟା କି 1526। ତେଣୁ 1526 ରେ କଣ ହେଇଥିଲା ନା ହଉଛି ବ୍ୟାଟଲ ଅଫ ପାନିପତ। ସେକେଣ୍ଡ ଟା ଏଇ ଯୋଉ 1500 ଅଛି କେତେ 1556 ସେକେଣ୍ଡ ବ୍ୟାଟଲ ଅଫ ପାନିପତ ସେଇ ଆମର କିଏ ଲଢିଥିବେ ବାବର ଲଢିଥିବେ। ଆଉ ଥାର୍ଡ ବି ଲଢିଥିବେ କି ଆକବର ଲଢିଥିବେ 1561 ମସିହାରେ। ଆଉ ଦିଟା ଯୋଉ 1576 ଅଛି ସେଟା ହଉଛି ବ୍ୟାଟଲ ଅଫ ହଳଦୀଘାଟ ହେଲା। ମନେ ରଖିଥିବେ 1576 ହଉଛି ବ୍ୟାଟଲ ଅଫ ହଳଦୀଘାଟ। କିନ୍ତୁ ବ୍ୟାଟଲ ଅଫ ଯୋଉ ପାନିପତ ଟା ତିନିଟା ହେଇଥିବ 1526, 1556 ଲଢିଥିବେ ବାବର, 1561 ଆକବର ଲଢିଥିବେ ହେଲା। ମନେ ରଖିଥିବେ ଏଇଟା ହଳଦୀଘାଟ ହେଇଥିଲା 1576 ମସିହାର। ତେଣୁ ଟିକେ କହିଦଉଛି ଆଉ ଟିକେ ଯୋଉ ଆମର ଖିଲଜି ଡାଇନେଷ୍ଟି ଥିଲା। ଫାଷ୍ଟ ଆପଣଙ୍କୁ ସ୍ଲେଭ ଡାଇନେଷ୍ଟି ଟା କହିଦେଇଥିଲି। ସ୍ଲେଭ ବଂଶ ବା ଦାସ ବଂଶ କଥା କହିଦେଇଥିଲି। ତାପରେ ଆସିବ କଣ ଆମର ଖିଲଜି। ଖିଲଜି ବଂଶରେ ଫାଷ୍ଟ ହେଇଥିବେ କିଏ ଏଇଟା ବାରମ୍ବାର ପଚାରେ। ସ୍ଲେଭ ଡାଇନେଷ୍ଟି ଆମର ଫାଉଣ୍ଡର କିମ୍ବା ପ୍ରତିଷ୍ଠା କିଏ କରିଥିଲେ ନା ଜଲାଲୁଦ୍ଦିନ ଖିଲଜି ହେଲା। ଜଲାଲୁଦ୍ଦିନ ଖିଲଜି ଆଲାଉଦ୍ଦିନ ନୁହେଁ। ତାପରେ ଆସିବେ ଆଲାଉଦ୍ଦିନ ଖିଲଜି ଯିଏ କି ଆମର ଟିକେ ଆଗରୁ କହିଥିଲେ। ଆଲାଉଦ୍ଦିନ ଖିଲଜି 84,000 ଦାସ ରଖିଥିଲେ ନିଜ ପାଖରେ। ଫାଷ୍ଟ ଜଲାଲୁଦ୍ଦିନ ଖିଲଜି ତାପରେ ଆଲାଉଦ୍ଦିନ ଖିଲଜି ତାଙ୍କର ସବୁ ଇଏ ରହିଲା। ତାପରେ ତାଙ୍କ ବଂଶ ଟା ସରିଯିବ। ନେକ୍ସଟ ଆସିବ କିଏ ତୁଗଲକ ବଂଶ। ତୁଗଲକ ବଂଶର ସେମିତି ଆମର କିଏ ଆସିବ ନା ଗ୍ୟାସୁଦ୍ଦିନ ହେଲା। ଗ୍ୟାସୁଦ୍ଦିନ ତୁଗଲକ। ଗ୍ୟାସୁଦ୍ଦିନ ତୁଗଲକ ଫାଷ୍ଟ ହଉଛି ଆମର ତୁଗଲକ ବଂଶର ପ୍ରତିଷ୍ଠାତା। ଆଉ ମନେ ରଖିଥିବେ ତୁଗଲକ ବଂଶର ଏଇ ଯୋଉ ଲଙ୍ଗେଷ୍ଟ ରୁଲିଂ ଡାଇନେଷ୍ଟି ମାନେ ଏଇ ଯୋଉ ଆମର ଟୋଟାଲ ଆମର ସୁଲତାନ ଯୋଉ ଆମର ରହିଥିଲା ଇଣ୍ଡିଆରେ ସବୁଠୁ ଦିଲ୍ଲୀ ସଲତନତର ସବୁଠୁ ଅଧିକା ଯଦି କୋଉ ଡାଇନେଷ୍ଟି ରାଜୁତି କରୁଛି ସେଟା ହଉଛି କଣ ତୁଗଲକ ଡାଇନେଷ୍ଟି ଯେଟା କି 94 ବର୍ଷ ହେଲା। 94 ବର୍ଷ ରାଜୁତି କରିଥିଲା କେବଳ ତୁଗଲକ ବଂଶ ଯୋଉଟା କି ଦିଲ୍ଲୀ ସଲତନତର ସବୁଠୁ ଅଧିକା ଦିନ କଣ ଥିଲା ଲଙ୍ଗେଷ୍ଟ ଡାଇନେଷ୍ଟି ସେଠି ରହିଥିଲା 94 ବର୍ଷ। ତାପରେ ଆସିବେ କି ଗ୍ୟାସୁଦ୍ଦିନ ତୁଗଲକ ପରେ ଆସିବେ ମହମ୍ମଦ ବିନ ତୁଗଲକ ହେଲା। ମହମ୍ମଦ ବିନ ତୁଗଲକ ବି ସେମିତି ରହିଥିବେ। ତାପରେ ଆସିବେ କି ଫିରୋଜ ଶାହ ତୁଗଲକ ହେଲା। ସରି ରିପେୟାର କରିଥିବେ କି ନା ଫିରୋଜ ଶାହ ତୁଗଲକ ହେଲା। ଫିରୋଜ ଶାହ ତୁଗଲକ ରିପେୟାର କରିଥିବେ। ଆଉ ତାପରେ ଆସିବେ କି ସୟଦ ଡାଇନେଷ୍ଟି। ନେକ୍ସଟ ଆସିବେ କଣ ନା ଲୋଧି ଡାଇନେଷ୍ଟି। ଲୋଧି ଡାଇନେଷ୍ଟିର ଫାଷ୍ଟ ଫାଉଣ୍ଡର କିଏ ନା ବାହାଲୁଲ ଲୋଧି ଯିଏ କି ରାଜା ଭାବରେ ଯେଟା କି ଆମ ଡାଇନେଷ୍ଟି ଭାବରେ ଆପଣ କଣ କହିଥିଲି ନା ହଉଛି ତୁଗଲକ ଡାଇନେଷ୍ଟି ସବୁଠୁ ଅଧିକା ରାଜୁତି କରିଥିଲା। ସେଇଭଳିଆ ରାଜା ଭାବରେ ଯଦି ଇଣ୍ଡିଭିଜୁଆଲ କହିବା ତାହେଲେ ବାହାଲୁଲ ଲୋଧି ଯିଏକି ଲଙ୍ଗେଷ୍ଟ ସର୍ଭିଂ କିଙ୍ଗ ମାନେ ଆମର ଦିଲ୍ଲୀ ସଲତନତ ସବୁଠୁ ଅଧିକା ସମୟ ରାଜା ଭାବରେ କିଏ ରହିଥିଲେ ନା ବାହାଲୁଲ ଲୋଧି ଯିଏକି ଆମର କେତେ 38 ବର୍ଷ ରାଜା ଭାବରେ ରହିଥିବେ ହେଲା। ତେଣୁ ସର୍ଟ କୋଶ୍ଚିନ୍ ମନେ ରଖିଥିବେ ଏଇଟା। ତାପରେ ସିକନ୍ଦର ଲୋଧି ଆସିବେ ହେଲା ଯିଏକି ଆଗ୍ରା ଯୋଉ ସିଟିଟା ଅଛି ତାକୁ ଏଷ୍ଟାବ୍ଲିଶ କରିଥିବେ ବା ଫାଉଣ୍ଡ କରିଥିବେ। ତାପରେ ଆସିବ ଏଟା ସବୁ ସରିଲା ଡାଇନେଷ୍ଟି ଗୁଡା ସରିଗଲା। ତେଣୁ ନେକ୍ସଟ କ୍ୱେଶ୍ଚନ ଦେଖିବା। ତେଣୁ ଏଗୁଡାକ ମନେ ରଖିଥିବେ ଏଗୁଡା ସବୁ ଇମ୍ପୋର୍ଟାଣ୍ଟ ପଏଣ୍ଟ ଗୁଡାକ। ନେକ୍ସଟ ଅଛି କଣ ନା ମୋଗଲ ଏମ୍ପାୟାର ୱାଜ ଫାଉଣ୍ଡ ବାଇ ଯୋଉ ମୋଗଲ ଏମ୍ପାୟାର ଥିଲା ତାର ସିଏ ଫାଉଣ୍ଡର ବୋଲି କାହାକୁ କୁହାଯାଏ। ଆଉ ପ୍ରତିଷ୍ଠା କରିଥିଲେ କିଏ? ଅପସନ କଣ ଦେଇଛି ବାବର। ଅପସନ ନମ୍ବର ବି ଅଛି ହୁମାୟୁନ। ଅପସନ ନମ୍ବର ସି ଅଛି ଆକବର ନା ହଉଛି ଅପସନ ନମ୍ବର ଡି ଔରଙ୍ଗଜେବ ହେଲା। ଆମର ମୋଗଲ ଏମ୍ପାୟାର ବା ମୋଗଲ ସାମ୍ରାଜ୍ୟର ଫାଉଣ୍ଡର ବୋଲି କାହାକୁ କୁହାଯାଏ ନା ଅପସନ ନମ୍ବର ଏ ସେଟା କଣ ବାବର ହେଲା। ବାବର ଯୋଉ ଟିକେ ଆଗରୁ କହିଲି ଆମର ପାନିପତ ଯୁଦ୍ଧ ଲଢିଥିଲେ 1526 ରେ ସେଇଠୁ ଆମର କଣ ହେଲା ତାଙ୍କର ମୋଗଲ ଏମ୍ପାୟାର ଟାକୁ ଏଷ୍ଟାବ୍ଲିଶ କରିଥିଲେ ଭାରତରେ ହେଲା। ତାପରେ ଲାଷ୍ଟ ଔରଙ୍ଗଜେବ ପର୍ଯ୍ୟନ୍ତ ଯିବ। ପରବର୍ତ୍ତୀ ପ୍ରଶ୍ନ ରହିଛି ହୁଇଚ ରୁଲର ଇଜ ନୋନ ଏଜ ଦ ମାର୍କେଟ ରିଫର୍ମସ ହେଲା। କୋଉ ଶାସକ ବଜାର ସଂସ୍କରଣ ପାଇଁ ଜଣାଶୁଣା ହେଲା। ମାର୍କେଟ ରିଫର୍ମସ ପାଇଁ କୋଉ ରୁଲର କୁ ଜଣାଯାଏ। ଅପସନ କଣ ଦେଇଛି ଆଲାଉଦ୍ଦିନ, ଆକବର, ଶେରଶାହ ନା ହଉଛି ଔରଙ୍ଗଜେବ ହେଲା। ସଠିକ ଉତ୍ତର କଣ ହବ ୟାର ମାର୍କେଟ ରିଫର୍ମସ ଆଣିଥିଲେ କିଏ? ଅପସନ ନମ୍ବର ଏ ଯୋଉଟା କି ଆଲାଉଦ୍ଦିନ। ଆଲାଉଦ୍ଦିନ ଖିଲଜି ଆଣିଥିଲେ କଣ ମାର୍କେଟ ରିଫର୍ମ ଯୋଉଥିରେ କି ମାର୍କେଟରେ କଣ କେମିତି ଦର ଦାମ ରହିବ ସେଟା ସମାନ ଭାବରେ କେମିତି ଚଳିପାରିବ ସେଇଟାକୁ ଆଣିଥିଲେ କିଏ ନା ଆଲାଉଦ୍ଦିନ ଖିଲଜି। ଇମ୍ପୋର୍ଟାଣ୍ଟ କ୍ୱେଶ୍ଚନ ଏଇଟା ମନେ ରଖିଥିବେ। ପରବର୍ତ୍ତୀ ପ୍ରଶ୍ନ ରହିଲା କଣ ହୁ ବିଲ୍ଡ ଦ ତାଜମହଲ। ତାଜମହଲ କୁ କିଏ ତିଆରି କରିଥିଲେ? ଅପସନ କଣ ଦେଇଛି ଆକବର, ଜାହାଙ୍ଗୀର, ଶାହାଜାହାନ, ହୁମାୟୁନ ହେଲା। ତେଣୁ ତାଜମହଲ କୁ ତିଆରି କରିଥିଲେ କିଏ? ଅପସନ ନମ୍ବର ସି କି ହୁମାୟୁନ ଏଇ ଯୋଉ ଆମର କଣ ଶାହାଜାହାନ ହେଲା। ଶାହାଜାହାନ ତିଆରି କରିଥିଲେ ଆମର ତାଜମହଲ ହେଲା ମନେ ରଖିଥିବେ। ପରବର୍ତ୍ତୀ ପ୍ରଶ୍ନ ମିଡିଏଭାଲ ହିଷ୍ଟ୍ରି ଷ୍ଟାର୍ଟସ ଫ୍ରମ। ମିଡିଏଭାଲ ହିଷ୍ଟ୍ରି ଆମର ଆରମ୍ଭ କେବେଠୁ ହୋଇଥିଲା? ଅପସନ ଗୁଡା କଣ ଦେଇଛି 6th ସେଞ୍ଚୁରୀ, 8th ସେଞ୍ଚୁରୀ, 10th ସେଞ୍ଚୁରୀ, 12th ସେଞ୍ଚୁରୀ। ଅଷ୍ଟ ଶତାବ୍ଦୀ ପାଖରୁ ମିଡିଏଭାଲ ହିଷ୍ଟ୍ରି ଆରମ୍ଭ ହେଇଥିଲା ନା ଅଷ୍ଟମ ଶତାବ୍ଦୀ ପାଖରୁ ନା ଦଶମ ଶତାବ୍ଦୀ ପାଖରୁ ନା ଦ୍ୱାଦଶ ଶତାବ୍ଦୀ ପାଖରୁ? ତେଣୁ ସଠିକ ଉତ୍ତର କଣ ହବ ନା ଅପସନ ନମ୍ବର ବି ସେଟା କି 8th ସେଞ୍ଚୁରୀ ମାନେ ଅଷ୍ଟମ ଶତାବ୍ଦୀ ପାଖରୁ ଆମର ମିଡିଏଭାଲ ହିଷ୍ଟ୍ରି ଟା ଆରମ୍ଭ ହେଇଥିବ। ପରବର୍ତ୍ତୀ ପ୍ରଶ୍ନ ରହିଛି ଲାଷ୍ଟ ପାୱାରଫୁଲ ମୋଗଲ ରୁଲର ଶେଷ ଶକ୍ତିଶାଳୀ ମୋଗଲ ଶାସକ କିଏ ଥିବେ? ଆକବର ଥିବେ, ଶାହାଜାହାନ ଥିବେ, ଔରଙ୍ଗଜେବ ନା ହଉଛି ବାହାଦୁର ଶାହ ହେଲା। ତ ଆମର ଲାଷ୍ଟ ପାୱାରଫୁଲ ଔରଙ୍ଗଜେବ ଏଇ ଯୋଉ
ମୋଗଲ ରୁଲର କିଏ ଥିବେ ହଉଛି औरंगजेब ଯିଏକି ଅପସନ ନମ୍ବର ସି औरंगजेब ଲାଷ୍ଟ ପାୱାରଫୁଲ ରୁଲର ତାପରେ ବି ରୁଲର ଥିବେ କିନ୍ତୁ ପାୱାରଫୁଲ ରୁଲର କହିବାକୁ ଗଲେ औरंगजेब କୁ ବୁଝାଯାଏ। ତେଣୁ ଲାଷ୍ଟ କ୍ୱେଶ୍ଚନ ଟା ଅଛି ଅଫିସିଆଲ ଲାଙ୍ଗୁଏଜ ଅଫ ଦ ମୋଗଲ ଇମ୍ପୋର୍ଟାଣ୍ଟ କ୍ୱେଶ୍ଚନ ଟା ଟିକେ ପକେଇ ପାରେ ଯେ ଆମର ମୋଗଲ ମାନଙ୍କର ଅଫିସିଆଲ ଲାଙ୍ଗୁଏଜ କଣ ଥିଲା ମୋଗଲ ସରକାର ମାନଙ୍କର ଯୋଉ ସରକାରୀ ଭାଷାରେ କଣ ବୋଲି କୁହାଯାଉଥିଲା ହିନ୍ଦୀ ଫରାସୀ ଆରବିକ ନା ହଉଛି ଉର୍ଦୁ। ତେଣୁ ସଠିକ ଉତ୍ତର କଣ ହବ ମୋଗଲ ଯୋଉ ସରକାରଙ୍କର ସରକାରୀ ଭାଷା କାହାକୁ କୁହାଯାଉଥିଲା ନା ପାର୍ସିଆନ ହେଲା ଉର୍ଦୁ ନୁହେଁ ହେଲା ଉର୍ଦୁ କି ହିନ୍ଦୀ ନୁହେଁ କଣ ନା ପାର୍ସିଆନ ପିଲା ଉର୍ଦୁ ମାରି ଦେଇକି ଆସିବେ ନା ପାର୍ସିଆନ ତାଙ୍କର ଅଫିସିଆଲ ଲାଙ୍ଗୁଏଜ ଥିଲା ବା ଆମର ଯୋଉ ଆଡମିନିଷ୍ଟ୍ରେଟିଭ ଯୋଉ କାମ ଗୁଡାକ ହଉଥିଲା ତାର ଅଫିସିଆଲ ଲାଙ୍ଗୁଏଜ କଣ ଥିଲା ନା ଆମର ପାର୍ସିଆନ ଥିଲା। ତେଣୁ ଟୋଟାଲ 30ଟା କ୍ୱେଶ୍ଚନ ମତେ ଲାଗୁଛି ଆମର ଟୋଟାଲ ଯେତିକି ଷ୍ଟୋନ ଏଜ ହଉ ଆମର ବେଦିକ ପିରିୟଡ ହଉ ଆଉ ଯୋଉ କଣ ରହିଲା ମିଡିଏଭାଲ ଟୋଟାଲ ଆମର ଯେତିକି ଟପିକ ଦେଇଛି ସେଠି ଏଣ୍ଟ୍ରାନ୍ସ 2026 ରେ ସବୁ କଭର ହେଇପାରିବ। ଯଦି ଭିଡିଓ ଆପଣଙ୍କୁ ଭଲ ଲାଗିଥିବ ଭିଡିଓଟିକୁ ଗୋଟେ ଲାଇକ୍ କରିଦେବେ ଆଉ ଚ୍ୟାନେଲ ଯଦି ପ୍ରଥମ ଥର ଆସନ୍ତି ଚ୍ୟାନେଲଟିକୁ ସବସ୍କ୍ରାଇବ କରିଦେବେ ପାଖରେ ଯୋଉ ବେଲ ନୋଟିଫିକେସନ ତାକୁ ଅଲରେ ସେଟ କରିଦେବେ। ଏଇ କ୍ୱେଶ୍ଚନ ଗୁଡାକର ପିଡିଏଫ ଯଦି ଆପଣ ଦରକାର ଅଛି ମୁଁ ଡେସକ୍ରିପସନରେ ମୋ ଟେଲିଗ୍ରାମ ଲିଙ୍କ ଦେଇଦେବି ଜଏନ ହେଇଯାଆନ୍ତୁ ଏଇଠି ଭିଡିଓ ମୁଁ ସେଠି ଅପଲୋଡ କରୁଛି। ତେଣୁ ଆଜି ପାଇଁ ରହୁଛି ନୂଆ ଭିଡିଓରେ ଆପଣଙ୍କୁ ଦେଖାହବ ଧନ୍ୟବାଦ।